ଅତ୍ୟାଚାରିତ ଭାନୁ ଉପଦ୍ରବ ଦିଟା ସରିଯାଇଛି। ସରସୁପଦର ଝିଲମ ନଦୀର ସନ୍ଧ୍ୟା ଦିଟା ସରିଛି। ଆଜ୍ଞା। ସାହାଡା ବୃକ୍ଷ ସାପ ମୋଚନ ଭୀମକାଳ ସରିଛି। ପୟର ପଶୁ ଶରଣ ଚିତ୍ର ତ ପୟର ପଶୁ ଶରଣ ଦିଟା ତ ଅଛି ଆଉ ଉପରେ ତ ମୁଁ ମଧୁବାବୁଟା ତ ସରିଛି ନା ମ୍ୟାମ ପଢେଇଥିଲେ। ଆଉ ଟିକେ ଏଇଟା ଲାଷ୍ଟ ଦେଖି ସବୁ ସରିଯାଉ ହେଲା। ଆଉ ଏଇ ଦିଟା ଆଗ ମିତ୍ରତା ପୟର ପଶୁଛି ଶରଣ ଆଉ ସ୍ମରଣୀୟ ଦିବସ ଏ ତିନିଟା ସରିଯାଉ। ଆଉ କଣ ପଢାହେଇଥିଲା ଗ୍ରାମାର ଗ୍ରାମାର ସବୁ ମନେ ଅଛି ନା ଖାଇଦେଇଛ। ତମେ କରିଥିଲ ନା ଯୋଉ ଇଏ ଯୋଉ କଣ ଆମର କମ୍ପେୟାରିଂ କମ୍ପେୟାରିଂ କୁହନ୍ତି ତମେ ତ ମାନେ ଇଣ୍ଟ୍ରୋଡକ୍ସ ଦଉଥିଲ ତ ତାକୁ କମ୍ପେୟାରିଂ କୁହନ୍ତି। ହଁ ଅବଶ୍ୟ ଆଙ୍କରିଂ ଯଦି ତମେ ଟିଭି ଭାଷା ବୁଝିବ ତାହେଲେ ଆଙ୍କରିଂ କରିବ ବଟ୍ ତମେ ଯଦି ମାନେ ଏଜୁକେସନାଲ ଭାଷାରେ କମ୍ପେୟାର କରିବା କମ୍ପେୟାରିଂ କରିବା ମାନେ ତମେ ଗୋଟେ ଜଣଙ୍କୁ ଇଣ୍ଟ୍ରୋଡ୍ୟୁସ କରାଇବ ତାପରେ କିଏ ଆସୁଛି ସେଟା ମାନେ ସେଟା ଆମର କଣ କହନ୍ତି ତାକୁ ଏକାଡେମିକାଲ ଭାଷା ଯଦି ଆମେ ଆଉ ତାକୁ ଏମିତି ଯଦି ଆମେ ଅଲଗା ଜାଗାରେ କରିବା ତାକୁ କଣ କହିବ ଆଙ୍କର କିଏ କଥା ତମେ ଆଉ ତମେ ଆଉ କିଏ ଆଙ୍କରିଂ ତମେ ଆମେ 3 ଜଣ କରୁଛୁ ଯୋଉଟା ହେଲେ ନୂଆ ଯୋଡିଲେ ଆମେ ସେଠିକି ଯାଉ ମାମା ଟିକେ କଣ ବିଲ କରିଦେବି ମ୍ୟାମ ଯୋଉ ହିନ୍ଦୀଟା ଟିକେ ଓଡିଆରେ ସେ ଯୋଉ ରଖିଥିଲି ସେ କାଟି ଦେଇଥିଲେ ସେଟା ଛୋଟ ସର୍ଟ ମାନେ ସ୍ୱାଧୀନତା ଦିବସ ଉପରେ ଲଗେଇଥିଲେ କିନ୍ତୁ କାଟିଦେଲି। ଟାଇମ ମ୍ୟାନେଜମେଣ୍ଟ ଟା ହେଇଗଲା ତ ମିତ୍ରତା ପଢିବା କରେଇଦବା ସେଟା ତାପରେ ଆଉ ତା ପରଟା ଅଛି ତମର ପୟର ପ୍ରସରଣ ହେଲା ସେଇଟା ଗୋଟେ ସବୁଠୁ ଡିଫିକଲ୍ଟ ନାଇଁରେ ସେଟା ଭଲଟା ସମସ୍ତଙ୍କୁ ସାହାଯ୍ୟ କରିଛ ମତେ କାହିଁକି ସାହାଯ୍ୟ କଲନି ଏଇ କଥାକୁ ନେଇକି ଭୀମ ଭୋଇ ଲେଖିଥିଲେ ଯୋଉ ପୟର ତା ଦେହରେ ଯୋଉ ଦିଦିଟା ଗୋଟେ ଗୋଟେ ଲାଇନ ଅଛି ସେଗୁଡା ବୁଝିଦେଲେ ସହଜ ଲାଗିବ ମାନେ କୋଉଠି କୋଉ ସମୟରେ କାହାକୁ ସାହାଯ୍ୟ କରିଥିଲେ କୃଷ୍ଣ ଆଉ ଆଙ୍କୁ ଯେହେତୁ ଦେଖା ଜଗନ୍ନାଥ ରୂପରେ ମାନେ ଏବେ ସିଏ ଡାକୁଛନ୍ତି କାହାକୁ ଜଗନ୍ନାଥଙ୍କୁ ନା କାହିଁକି ନା ଭୀମ ଭୋଇ ଯେତେବେଳେ ଠାକୁରଙ୍କୁ ଡାକିଲେ ସେତେବେଳେ ଜଗନ୍ନାଥ ଆସି ସାରିଥିଲେ ମାନେ ତାଙ୍କର ରୂପ ହେଇସାରିଥିଲା ସବୁ ଜାଣି ସାରିଥିଲେ ଆମର ପରମ୍ପରା ଅନୁସାରେ ସେ ସମୟରେ ଦ୍ୱାପର ଯୁଗ ନଥିଲା ସେ ସମୟରେ କୋଉ ଯୁଗ ଭୀମ ଭୋଇଙ୍କର କୋଉ ଯୁଗ କଳି ଯୁଗ ଆସି ଯାଇଥିଲା ତ ତେଣୁକରି ସେ ଜଗନ୍ନାଥ ତେଣୁ ସେ ଜଗନ୍ନାଥଙ୍କୁ ହିଁ ଡାକୁଥିଲେ ସେ ତ ଜାଣିଛନ୍ତି ଜଗନ୍ନାଥଙ୍କର କେତେ ରୂପ ସବୁ ରୂପରେ କେବେ କେବେ ସେ କାହାକୁ ସାହାଯ୍ୟ କରିଛନ୍ତି କିନ୍ତୁ ତାଙ୍କୁ କାହିଁକି ସାହାଯ୍ୟ କରୁନାହାନ୍ତି ସେ କଥା ଟିକେ ଅଭିମାନ କରିକି ଆସ ଅଭିମାନ କରିକି ତାଙ୍କୁ ଲେଖିଥିଲେ ପଢେଇଦେବେ ବୁଝିଦେଲେ ବୁଝି ହେଇଯିବ ହେଲା ଏଇଟା କାହିଁକି ଆଜି ଯଦି ପଢେଇବି ବାକି ରହିଯିବ ମଝିରେ ମିତ୍ରତା ଟା ତେଣୁ ଗୋଟେ ପରେ ଗୋଟେ ସରେନି ମିତ୍ରତା ମାନେ କଣ କଣ ଭେରି ଗୁଡ ଠିକ ମିତ୍ରତା ଏଠି ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି ଉପେନ୍ଦ୍ର ଭଞ୍ଜଙ୍କ ନାଁ ଶୁଣିଛ ଆଗରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଣ ରାଘବଙ୍କ ଲଙ୍କା ଯାତ୍ରାଣୀ ଗୁଡା ଲେଖିଥିଲେ ଆଉ କଣ ପାଇଁ ସେ ସବୁ ଅଛି
ଉପେନ୍ଦ୍ର ଭଞ୍ଜ ଆଉ କଣ ଲେଖେ ବ ଆଦ୍ୟ ଅକ୍ଷରରେ ସବୁ ରହିଥାଏ ବୈଦେଶ ବିଳାସ ବୈଦେଶ ବିଳାସ ଖାଇକି ବେଶୀ ଫେମସ ଗ ରେ କଣ ଅଛି ଗ ଅନୁପ୍ରାସରେ ହଁ କଣ ସେଟା ମନେ ଏଇଟା ଆସିଛି କୋଉଠୁ ଏଇଟା ଆସିଛି ବୈଦେଶ ବିଳାସରୁ ଆସିଛି ହଁ ଆଉ ଲାବଣ୍ୟବତୀ ପାଇଁ ଲାବଣ୍ୟବତୀ ବୈଦେଶ ବିଳାସ ବହୁତ ଗୁଡେ କାବ୍ୟ ସେ ରଚନା କରିଛନ୍ତି ଅଧିକ ଫେମସ ବୈଦେଶ ବିଳାସ ସ୍ମୃତି ଚିନ୍ତାମଣି ନିର୍ବେଦ ସାଧନ ସ୍ମୃତି ନିଷେଧ ଗୀତା ସବୁ ବ୍ରହ୍ମ ନିରୂପଣ ଗୀତା ବହୁ ଭଜନ ଜଣାଣ ଚୌପଦୀ ମଧ୍ୟ ଲେଖିଛନ୍ତି 4ଟା ପଦ ବିଶିଷ୍ଟ କବିତା ଯୋଉଥିରେ କି ମାତ୍ର 4ଟା ପଦରେ ସରିଯାଇଥିବ ସେ କବିତାଟି ସେଗୁଡା କିଛି ଲେଖିଛନ୍ତି ଚୌପଦୀ ଜଣାଣ ଠାକୁରଙ୍କର ଯୋଉ ଭଜନ ଜଣାଣ ତାକୁ ମଧ୍ୟ ଲେଖିଛନ୍ତି ଚଉତିଶା ମଧ୍ୟ ଲେଖିଛନ୍ତି ଚଉତିଶା କଣ ଆଗରୁ ବୋଧେ କହିଛି ନାଇଁ ଚଉତିଶା କହିଛି ନା ଚଉତିଶା ଷୋଡଶା ଏସବୁ ଲେଖା ଚଉତିଶା ହେଲା 34ଟି ବ୍ୟଞ୍ଜନ ବର୍ଣ୍ଣକୁ ଆଦ୍ୟରେ ରଖିକି ଯେଉଁ କବିତା ବା କାବ୍ୟ ଗୁଡିକ ରଚନା କରାଯାଏ ପଦ ଗୁଡିକ ରଚନା କରାଯାଏ ତାକୁ କୁହାଯାଏ ଚଉତିଶା ତାର ଓଲଟା ଚଉତିଶା ମଧ୍ୟ ଅଛି ଓଲଟା କଣ ତମର ଆଦ୍ୟ ବ୍ୟଞ୍ଜନ ବର୍ଣ୍ଣ କୋଉଟା କ ରୁ କ୍ଷୟ ଯାଏ 34ଟି ବ୍ୟଞ୍ଜନ ବର୍ଣ୍ଣକୁ ଆଦ୍ୟରେ ମାନେ କବିତାର ପାଦର ଆରମ୍ଭରେ ରଖିକି ଯୋଉଟା ଲେଖାଗଲା ବା ତିଆରି କରାଗଲା ସେଗୁଡା ହେଲା ତୁମର ଚଉତିଶା ପୁଣି ତାକୁ ଓଲଟେଇବ କ୍ଷଠୁ ନେଇକି କ ଯାଏ ମାନେ ତଳୁ ଉପରକୁ ଆସିବ ସେମିତିରେ ଯୋଉମାନେ ଲେଖିଛନ୍ତି ତାକୁ ଆମେ ଓଲଟା ଚଉତିଶା କହିବା ସେଭଳିଆ ଷୋଡଶା ଗୋଟେ ଅଛି କଣ ତମର 16ଟି ସ୍ୱର ବର୍ଣ୍ଣକୁ ଆଦ୍ୟରେ ରଖି ଯାହା ରଚନା କରାଯାଏ ତାହା ଷୋଡଶ ଆଉ ଇଏ ହେଲା ଚଉତିଶା ଇଏ ତ ଷୋଡଶା କିଛି ଲେଖିନାହାନ୍ତି ଚଉତିଶା ବହୁତ ଗୁଡେ ଚଉତିଶା ଲେଖିଛନ୍ତି ଚୌପଦୀ ହେଲା 4ଟି ପଦ ବିଶିଷ୍ଟ କବିତା ଜଣାଣ ଭଜନ ଜଣାଣ ତ ତମେ ସବୁ ଶୁଣୁଛ ପ୍ରାର୍ଥନା ପ୍ରାର୍ଥନା ଯୋଉ ଜଣାଣ ଗୁଡା ବୋଲା ହଉଛି ଗୋଟେ ଜଣାଣ ଉଦାହରଣ ଦେଇପାରିବ ମୋ ବହିରେ ବି ଜଣାଣ ଅଛି ବହୁତ ଗୁଡେ ତମର ଆଙ୍କର ବି ଜଣାଣ ଅଛି କୋଉଟା ହଁ ସେଟା ମଧ୍ୟ ଗୋଟେ ଜଣାଣ ତାକୁ ବି ପ୍ରାର୍ଥନା ଆକାରରେ ବୋଲା ଯାଉଛି ନା ପ୍ରାର୍ଥନା ବି ମଧ୍ୟ କୁହାଯାଉଛି ଆଉ ଭଜନ ତ ତମର ସବୁ ଜଗନ୍ନାଥଙ୍କର ଭଜନ ସବୁ ଥିବ ବହୁ ଭଜନ ଆଉ ବ୍ରହ୍ମ ନିରୂପଣ ଗୀତା ଆଦି ଅନ୍ତ ଗୀତା ନିର୍ବେଦ ସାଧନ ଏସବୁ ତାଙ୍କର ଗୋଟେ ଗୋଟେ ଲେଖା ଚୌପଦୀ ଚଉତିଶା ଲେଖି ଅଗଣିତ ଓଡିଆଙ୍କ ନିକଟରେ ଭୀମ ଭୋଇ ବେଶ ପରିଚିତ ସରି ହଁ ମୁଁ ଏଇଟା ପଢେଇ ଦଉଛି ତାହେଲେ ମାନେ ଏଇଠି ହାତ ରଖୁଛି ସେଇଟା ପଢେଇବାରେ ଲାଗିଲେଣି ବହିରେ ପଶୁଛି ଶରଣ ଏଇଟା ପଛ ପଢେଇବା ହଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଘୁମସୁର ଗଞ୍ଜାମ ଜିଲ୍ଲାର ଘୁମସୁରରେ ଜନ୍ମଗ୍ରହଣ କରିଥିଲେ 1670ରେ 1720 ପର୍ଯ୍ୟନ୍ତ ସେ ବଞ୍ଚିଥିଲେ ତାରି ଭିତରେ ତାଙ୍କର ଜୀବନ ହଁ ସମାପ୍ତ ହେଇଥିଲା ତ ତାରି ଭିତରେ ବହୁତ ଗୁଡାଏ ସେ ଲେଖା ଲେଖିକି କାବ୍ୟ ଲେଖିଥିଲେ ସେ ଯୋଉ କହିଲି ଚଉତିଶା କୋଉଟା ସେଇଟା ଭୀମ ଭୋଇଙ୍କର ହେଲା ମୁଁ ସେଇଟା ପଢଉଥିଲି ଯେହେତୁ ମୁଁ ପେପର ଲଉଟେଇ ଦେଇଥିଲି ତ ସେଇଟା ହେଲା ଭୀମ ଭୋଇଙ୍କର ଚଉତିଶା ଲେଖା ଇଏ କଣ ଲେଖିଛନ୍ତି ଆଙ୍କର ସୃଷ୍ଟି ସମ୍ପଦରେ ବୈଦେଶ ବିଳାସ ଯୋଉଟା ଫେମସ ତୁମର ବ ଅନୁପ୍ରାସରେ ବ କୁ ଆଦ୍ୟରେ ରଖିକି ବୋ ଅନୁପ୍ରାସରେ ସେଟା ସେ ରଚନା କରିଥିଲେ ଯୋଉଟା କି ତମେ ଆଜି ପଢିବ ତାର କିଛିଟା ଅଂଶ 28ତମ ଭାଗଟା ବୈଦେଶ ବିଳାସ ଲେଖିଛନ୍ତି ଲାବଣ୍ୟବତୀ ଲେଖିଛନ୍ତି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ସୁଭଦ୍ର ପରିଣୟ ରସ ଲେଖା ରସିକ ହାରାବଳୀ ପ୍ରେମ ସୁଧାନୀତି କଳା କୌତୁକ ଛାନ୍ଦ ଭୂଷଣ ଅଗନାର ଶତରଙ୍ଗ ଚିତ୍ର କାବ୍ୟ ବନ୍ଦୋଦୟ ଚିତ୍ରଲେଖା ଚୌପଦୀ ଭୂଷଣ ଇତ୍ୟାଦି ସିଏ ବି ଚୌପଦୀ ଲେଖିଛନ୍ତି କିଛିଟା ତ ଏଇ ସବୁ ଲେଖା ତାଙ୍କର ସୃଷ୍ଟି ସମ୍ପଦ ଏସବୁ ଗୁଡିକ ତାଙ୍କ ଜୀବନ କାଳ ଭିତରେ ଲେଖି ଯାଇଛନ୍ତି ଆଉ ସବୁ ଗୁଡିକ ଫେମସ ହେଇଛି ସବୁଠୁ ଅଧିକା ହେଲା ବୈଦେଶ ବିଳାସ ଲାବଣ୍ୟବତୀ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଏଗୁଡା ସବୁଠୁ ଫେମସ ତେଣୁ ଇଏ ଥିଲେ ତ ତାଙ୍କର ସୃଷ୍ଟି ସମ୍ପଦ ଜନ୍ମ ହେଇଥିଲେ ଗଞ୍ଜାମ ଜିଲ୍ଲାର ଭୁବନେଶ୍ୱରରେ 1670 ଖ୍ରୀଷ୍ଟାବ୍ଦରେ ଉପେନ୍ଦ୍ର ଭଞ୍ଜ ଲାଡଗଡର ଧନଞ୍ଜୟ ଭଞ୍ଜଙ୍କ ପୌତ୍ର କଣ ପୁତ୍ର ନାତି ପୌତ୍ର ପୌତ୍ରୀ କଣ ହଁ ନାତି ହଁ ସେ ଧନଞ୍ଜୟ ଭଞ୍ଜଙ୍କର ପୌତ୍ର ଥିଲେ ମାନେ ତାଙ୍କର ନାତି ଥିଲେ ଓ ନୀଳକଣ୍ଠ ଭଞ୍ଜଙ୍କର ପୁତ୍ର ଆଉ ଧନଞ୍ଜୟ ଭଞ୍ଜଙ୍କ ପୁଅ ହଉଛନ୍ତି ନୀଳକଣ୍ଠ ଭଞ୍ଜ ସେ ନୀଳକଣ୍ଠ ଭଞ୍ଜଙ୍କର ପୁତ୍ର ଥିଲେ ଆଉ ଏଇ ଯୋଉ ଧନଞ୍ଜୟ ଭଞ୍ଜ ଯିଏ ତାଙ୍କର ଇଣ୍ଟ୍ରୋଡକ୍ସନ ଏଠି କାହିଁକି ଦିଆହେଲା ସେ ତ ସିଧାସଳଖ ଲେଖା ହେଇଯାନ୍ତା ନୀଳକଣ୍ଠ ଭଞ୍ଜଙ୍କର ପୁତ୍ର କାହିଁକିନା ସିଏ ମଧ୍ୟ ଗୋଟେ ଫେମସ ଲୋକ ସିଏ ମଧ୍ୟ କିଛି ଲେଖା ଲେଖି କରିଛନ୍ତି ତାଙ୍କର ଯୋଉ ଜେଜେ ଯିଏ ସିଏ ମଧ୍ୟ ଲେଖା ଲେଖି କରୁଥିଲେ ତାଙ୍କର ମଧ୍ୟ ବହୁତ ସାରା ଲେଖା ଅଛି ଆଉ ସିଏ ମଧ୍ୟ ଗୋଟେ ପ୍ରତିଷ୍ଠିତ ବ୍ୟକ୍ତି ଯେହେତୁ ସେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ତେଣୁ ତାଙ୍କ ନାଁ ମଧ୍ୟ ଏଠି ଲେଖାଯାଇଛି ତେବେ ଧନଞ୍ଜୟଙ୍କ ଦ୍ଵାରା ଅନୁପ୍ରେଣିତ ହୋଇକିନା
अनुप्रेरित ହେଇକି ଅର୍ଥାତ ତାଙ୍କ ଦ୍वारा ସେ ତମକୁ ଯେମିତି ପ୍ରେରଣା ଦିଅନ୍ତି କିଏ ଥାନ୍ତି ପ୍ରତ୍ୟେକଟି ଲୋକଙ୍କୁ ପ୍ରେରଣା ଦେବା ପାଇଁ କି ଡାନ୍ସ କରୁଛି ତାକୁ ଘର ଲୋକ ପ୍ରେରଣା ଦଉଛନ୍ତି କିଏ ଲେଖା ଲେଖି କରୁଛି ପ୍ରେରଣା ଦଉଛନ୍ତି କିଏ ଫାଇଟ କରୁଛି ତାକୁ ପ୍ରେରଣା ଦଉଛନ୍ତି ନାଇଁ ଘରେ ଯଦି ବଡ ଭାଇ ବଡ ଭଉଣୀ ମାନେ କହିବେ ଯା ତୁ ବାଡେଇକି ଆସେ କିଛି ନାହିଁ କିଛି ହବନି ତାହେଲେ ତମେ ବାଡେଇକି ଦଉଛ କାହାକୁ ଯାଇକି ସବୁ ଖରାପ କାମ ପାଇଁ ବି ପ୍ରେରଣା ଦରକାର ଭଲ କାମ ପାଇଁ ବି ପ୍ରେରଣା ଦରକାର ତେଣୁ ସେଇ ଯୋଉ ଧନଞ୍ଜୟ ଭଞ୍ଜ ଯିଏକି ତାଙ୍କର ଥିଲେ ଯେ ତାଙ୍କ ଦ୍ଵାରା ସେ ଅନୁପ୍ରେରିତ ହେଇକି କାବ୍ୟ ରଚନାରେ ମନୋନିବେଶ କରିଥିଲେ ତେବେ ରାମତାରକ ମନ୍ତ୍ର ସିଦ୍ଧ ଉପେନ୍ଦ୍ର ଓଡିଆ ରୀତି ଯୁଗର ସର୍ବଶ୍ରେଷ୍ଠ କବି ତାଙ୍କର ବିଷୟ ବିନ୍ୟାସ ଶବ୍ଦ ଚାତୁର୍ଯ୍ୟ ଅଳଙ୍କାର ପ୍ରୟୋଗ ପ୍ରକୃତି ଚିତ୍ରଣ ସୌନ୍ଦର୍ଯ୍ୟ ବର୍ଣ୍ଣନା ରସ ପରିବେଷଣ ନାୟକ ନାୟିକାଙ୍କ ରୂପ ଓ ମିଳନ ବିରହ ବର୍ଣ୍ଣନାର ଅସାଧାରଣ କୃତିତ୍ୱ ପ୍ରକାଶ ପାଇଛି ତାଙ୍କର କବିତ୍ୱ ପାଣ୍ଡିତ୍ୟ ଓ ବହୁ ଶାସ୍ତ୍ର ଦର୍ଶିତ ତାଙ୍କ ପରବର୍ତ୍ତୀ କବିମାନଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି ଓଡିଆ କାବ୍ୟକୁ ସଂସ୍କୃତ ସମକକ୍ଷ କରିବା ପାଇଁ ସେ ନିରବଚ୍ଛିନ୍ନ ସାଧନା କରି ସେଥିରେ ଅପୂର୍ବ ସିଦ୍ଧି ହାସଲ କରିଛନ୍ତି ସାଧାରଣତଃ ଯେତେବେଳେ ଆମେ କୁହ ଭଞ୍ଜ ଯୁଗୀୟ ସାହିତ୍ୟ ସବୁ ଯୁଗ ନାଇଁ କି ଗୋଟେ ସାରଳା ସାହିତ୍ୟ ସାରଳା ଯୁଗୀୟ ସାହିତ୍ୟ ପଞ୍ଚସଖା ଯୁଗୀୟ ସାହିତ୍ୟ ପଞ୍ଚସଖା ଯୋଉ 5 ଜଣ କିଏ ନା ଜାଣିଛ ଜଗନ୍ନାଥ ଦାସ ବଳରାମ ଦାସ ଅଚ୍ୟୁତ ଦାସ ତାପରେ ଯଶୋବନ୍ତ ଦାସ ଆଉ ଶିଶୁ ଅନନ୍ତ ଇଏ ଯୋଉ 5 ଜଣ ସମସାମୟିକ କବି ମାନେ ପାଖାପାଖି ବୟସ ସେଇ ସମୟରେ ସେ 5 ଜଣ ସାହିତ୍ୟ ରଚନା କରିଥିଲେ ବୋଲି ସେଇଟା ପଞ୍ଚସଖା ଯୁଗୀୟ ସାହିତ୍ୟ ଥିଲା ତା ପରବର୍ତ୍ତୀ ସମୟରେ ତାପରେ କେତେ ପ୍ରକାର ସାହିତ୍ୟ ରୀତି ଯୁଗୀୟ ସାହିତ୍ୟ ମଧ୍ୟ ଯୁଗୀୟ ସାହିତ୍ୟ ନାଇଁ ତାପରେ ଆସିଗଲା ତମର ବାସ୍ତବ ଚିତ୍ରଣକୁ ନେଇକି ଯେତେବେଳେ ଫକୀରମୋହନ ସେନାପତି ତାଙ୍କର ଆଧୁନିକ ସାହିତ୍ୟ ତମର ଯାହା ଘଟଣା ଘଟୁଛି ବାସ୍ତବ ଚିତ୍ରକୁ ସିଏ ତାଙ୍କର ଉପନ୍ୟାସରେ ପ୍ରତିପାଦିତ କରିଥିଲେ ସିଏ ଆସିଗଲେ ଫକୀରମୋହନ ସେନାପତି ତାପରେ ଆଉ କିଛି ଥିଲେ ଯୋଉମାନେ କି ପ୍ରକୃତିକୁ ନେଇକି ସାହିତ୍ୟ ରଚନା କରୁଥିଲେ କି ତାଙ୍କ ଭିତରୁ କି ପ୍ରକୃତିକୁ ନେଇକିନା ରାଧାନାଥ ରାୟ ଲେଖୁଥିଲେ ଗଙ୍ଗାଧର ମେହେର ଲେଖୁଥିଲେ ଏମାନେ ପ୍ରକୃତିକୁ ନେଇକିନା ସାହିତ୍ୟ ତ ସେଇ ଏତେ ସାରା ସାହିତ୍ୟ ଯୁଗ ଭିତରେ ଭଞ୍ଜ ସାହିତ୍ୟ ଯୋଉ ଭଞ୍ଜ ଯୁଗ ସାହିତ୍ୟଟା ସବୁଠୁ କଷ୍ଟ ଯୋଗ ମାନେ ସାହିତ୍ୟ ଥିଲା କାହିଁକି କାହିଁକିନା ସେ ସଂସ୍କୃତକୁ ଆଧାର କରିକି ଲେଖୁଥିଲେ ସଂସ୍କୃତ ବୁଝିବାଟା ଆମେ ସାଧାରଣତଃ ଯୋଉମାନେ ଆମେ ଓଡିଆ ବୁଝୁଛେ ଯୋଉମାନେ ସଂସ୍କୃତ କେବେ ପଢିନାହାନ୍ତି ନା ଭଞ୍ଜ ସାହିତ୍ୟ ମାନେ ଭଞ୍ଜ ଯେତେବେଳେ ଏଇ ଯୋଉ ଉପେନ୍ଦ୍ର ଭଞ୍ଜ ଯେତେବେଳେ ସାହିତ୍ୟ ରଚନା କରୁଥିଲେ ସେଇ ସମୟରେ ଯୋଉ ମାନେ ସାହିତ୍ୟ ରଚନା କରୁଥିଲେ ଯେମିତି କି ଜଣେ ଅଛନ୍ତି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କହିଥିଲି ଏମିତି ଆହୁରି କେତେ ସେ ତ ଗଦ୍ୟାଂଶ ଗୁଡାକ ଲେଖିଥିଲେ ତାଙ୍କର ଲେଖା ଗୁଡିକ ମଧ୍ୟ ସେଇଭଳି ଥିଲା ତ ସେଇ ଯୁଗରେ ଯେତେ ଜଣ ସାହିତ୍ୟ ରଚନା କରୁଥିଲେ ସେ କାବ୍ୟ ହଉ କବିତା ହଉ ତୁମର ଉପନ୍ୟାସ ହଉ ୟା ଫିର ଆଉ କଣ ନିବନ୍ଧ ପ୍ରବନ୍ଧ ଯାହା ବି ହଉ ସେଇ ସମୟରେ ସେମାନେ ସେମିତି ସାହିତ୍ୟ ଲେଖୁଥିଲେ ଟିକେ ଟିପିକାଲ ୱାର୍ଡ ଦେଇକି କଷ୍ଟ ଶବ୍ଦ ଗୁଡିକ ଦେଇକି ତୁମର ସେକେଣ୍ଡ ଇୟର ଗୋଟେ ମଧ୍ୟ ପ୍ରବନ୍ଧ ଅଛି ସେଇ କଷ୍ଟ ଶବ୍ଦକୁ ନେଇକି କିଛିଟା କଷ୍ଟ ଶବ୍ଦକୁ ନେଇକି ତେଣୁ ଇଏ ଯୋଉ ଉପେନ୍ଦ୍ର ଭଞ୍ଜ ଯୋଉ ସାହିତ୍ୟଟି ଲେଖିଛନ୍ତି କଷ୍ଟ ଶବ୍ଦ ନୁହଁ ଡରଟି ଆସିଯିବ ତ ତେଣୁକରି ଆଙ୍କର ସାହିତ୍ୟ ଯୋଉ କୁହନ୍ତି ଭଞ୍ଜ ସାହିତ୍ୟ ଭଞ୍ଜ ଯୁଗୀୟ କବିତା ଗୁଡା ଲେଖୁଛୁ ଆମେ ବୁଝିପାରୁନୁ ଏବେ ଯୋଉମାନେ କବିତା ଲେଖୁଥିବେ ସାଧାରଣ ଭାଷାରେ ଆମେ ଯଦି ତମେ ଟିକେ କଷ୍ଟ ଶବ୍ଦ ଦେଇକି ଲେଖିଦବ ତମକୁ ଯୋଉମାନେ ସାହିତ୍ୟ ଲେଖୁଛନ୍ତି ସାଙ୍ଗେ ସାଙ୍ଗେ ସେ ଜିନିଷଟାକୁ ନେଇକି ଚର୍ଚ୍ଚା କରିବେ କଣ ନାହିଁ ଯେ ଭଞ୍ଜ ଯୁଗୀୟ ସାହିତ୍ୟ କିଏ ବୁଝିବ ସେଇ ଶବ୍ଦ ଗୁଡିକ ବୁଝିବା ବହୁତ କଷ୍ଟ ତେଣୁ କାହିଁକି କଷ୍ଟ ଥିଲା କାହିଁକି ନା ସିଏ ସଂସ୍କୃତକୁ ନେଇକି ସଂସ୍କୃତ ଉପରେ ଆଧାରିତ ଜିନିଷ ଗୁଡାକ ଲେଖୁଥିଲେ ସଂସ୍କୃତ ଭାଷା ସଂସ୍କୃତ ଶବ୍ଦ ସମସ୍ତେ ବୁଝିପାରିବେନି ଯୋଉମାନେ ସଂସ୍କୃତ ପଢିଲେ ସେମାନେ ବୁଝିବେ ନାଇଁ କି ତେଣୁକରି ଇଏ ମଧ୍ୟ ସେ ସଂସ୍କୃତ କାବ୍ୟକୁ ସମକକ୍ଷ କରେ ସଂସ୍କୃତ କାବ୍ୟ ସହିତ ସମକକ୍ଷ ସମାନ ହେଲା ଭଳି କାବ୍ୟ ଗୁଡିକ ଲେଖୁଥିଲେ ସେଥିପାଇଁ ତାଙ୍କର କାବ୍ୟ ଗୁଡିକ ସେଇ ସମୟରେ ଅପୂର୍ବ ସିଦ୍ଧି ଅର୍ଜନ କରିଥିଲେ ସମସ୍ତେ ତାକୁ ପାଠକ ମାନେ ଅତି ରୁଚି ସହକାରେ ପଢୁଥିଲେ ତ ଏଇ ଯୋଉ ଲେଖିଛନ୍ତି ମିତ୍ରତାଟା କବିଙ୍କର ସର୍ବଶ୍ରେଷ୍ଠ କାବ୍ୟ ବୈଦେହୀଶ ବିଳାସର ଅଷ୍ଟବିଂଶ ଛାନ୍ଦରୁ ଉଦ୍ଭୂତ ଅଷ୍ଟବିଂଶ ହେଲା କେତେ 28 ତମ ଛାନ୍ଦରୁ ଉଦ୍ଭୂତ ହେଇଛି ବହୁତ ଗୁଡେ ଯେତେବେଳେ ଲେଖା ଅଛି ସେତେବେଳେ ପଢୁନି କାରଣ ଡାଇରେକ୍ଟ ବିଷୟ ପଢିଲେ ଜାଣି ହେଇଯିବ ହେଲା ତମେ ଯଦି ହବ ଫାଙ୍କା ଟାଇମରେ ମିତ୍ରତା ସମ୍ପର୍କରେ ଯୋଉ ଗଦ୍ୟରେ ଲେଖା ଅଛି ତାକୁ ପଢିବ ମୁଁ ଅଳ୍ପ ଅଳ୍ପ ଖାଲି କହିଦଉଛି ଯେ ଏଇଥିରେ କଣ ଅଛି ପ୍ରଥମତଃ ତମର ଆସିଛି ଏଇଟା ବୈଦେହୀଶ ବିଳାସରୁ ଆସିଛି ତାର 28ତମ ଛାନ୍ଦରୁ ଆସିଛି ରାମାୟଣରେ ଆଧାରିତ ଏଇ କାବ୍ୟର ଏଇ ଅଂଶର ରାମ ସୁଗ୍ରୀବଙ୍କୁ ମିତ୍ରତା ବର୍ଣ୍ଣନା କରାଯାଇଛି ବନବାସ ବେଳରେ ରାବଣ ସୀତାଙ୍କୁ ଅପହରଣ କରିନେଲା ସୀତାଙ୍କ ସନ୍ଧାନରେ ଥିଲାବେଳେ ବନରେ ରାମଚନ୍ଦ୍ର ସୁଗ୍ରୀବଙ୍କ ସହ ଭେଟ ହୁଏ ସେ ମଧ୍ୟ ସମଦଶାପନ୍ନ କାରଣ ତାଙ୍କ ପତ୍ନୀ ରୋମାଙ୍କ ବଡ ଭାଇ ବାଳି ଅପହରଣ କରିଦେଇଥିଲା ତ ନା ଶୁଣିଥିବ ସୁଗ୍ରୀବ ରାମାୟଣ ଦେଖିଥିବ ଟିଭିରେ
पढ़ न पढ़ टीवी समस्त देखिथिबो या फिर घरे समस्त बापा माँ माने तुमको गप कहला बेले रामायण किछि अंश कहथिबे तो सेइथिरे राम हम पढिचे रामकर केते भाई से राम से पढेबी खाली ओवरऑल को रामचंद्र केते भाई 4 भाई राम लक्ष्मण भरत शत्रुघ्न सी गले कोठी जाई बाहागर कोठी हितला तांकर मिथिला रे तांको बापा ना कोन कन्या मान राम बापा ना दशरथ जे से जाको बाहर जनक ऋषिकर झियो किए सीता जनक ऋषि से ऋषि राजा ऋषि राजश्री कहला कहीं से राजश्री कहीं कहले से राजा माने ऋषि तो साधारण लोक ऋषि किंतु ये होचंती ऋषि विथ राजा मिथिलार राजा से थिला मिथिलार राजा थिले एवं जनक ऋषि मध्य जणे थिले सेति तांको कहले राजश्री ठीक तो सेई जो जनक ऋषि के तांको जनक राजा बोली कहंती के तांको जनक ऋषि बोली कहंती ऋषि बोली जानिछ तो सुनिछ तो ना जान राजा बोली ही खाली जानिछ से राजा भी थिले ऋषि भी ठीक तो तांकर जेतबे बाहागर स्वयंवर होतले सीतांकर सब देश विदेश आसले काहे कि स्वयंवर कोन पई होतले बाहागर हबो कोन भांगिले हबो शिवंकर धनु पिनाकी नामक धनु शिवंकर जो पिनाकी धनु सेई धनुटा जे भांगिबो से सीतांको वरण करबो के तो माने समकक्ष हेई पाले शिव धनु को राजा भांगिबो भांगी पाले राम से ताको भांगी देते तापर रामचंद्र समेत 4 जनकर मध्ये सेठी बाहागर आइते 4 जनकर ना कोन सीता तापर रामचंद्र के स्त्री को ना सीता लक्ष्मण रामचंद्र पर होचंती भरत हम पढुचे राम लक्ष्मण भरत शत्रुघ्न किंतु राम बड़ ता तळे होचंती भरत भरत ता तळे जाई लक्ष्मण माने बड़ सेना हिसाब हां राम राम बाहले काको सीता सीता लक्ष्मण का बाहले उर्मिला को भरत का बाहले हां मांडवी मांडवी ठीक मांडवी आ शत्रुघ्न का बाहले श्रुतकीर्ति हाँ 4 जन बाहर असली जाओ से तो खेल वाला थर्ड तंगर जो मां के कैकेयी माता कैकेयी सत्य रक्षा जो सत्य गोटे करे देथिले से समय मागिले जाओ से बण को गला परे 14 वर्ष वनवास जाइथिले सेही समय रे आमे आ गोटे कथा मध्ये जानते सीता चोरी ही जाइथिले रावण तांको अपहरण करि देथिले एवं सेही जेतेबेले से माने जंगल को जाइथिले जंगल रे रहउथिले सेठी कोन हला तांकर सुग्रीव बाली आ केते सारा अंग देश संग साथी हे गले गोटे ग्रुप हे गला सेठी बानर सेना गोटे ग्रुप हे तो सेही सुग्रीव आ रामचंद्र जो मित्रता स्थापन हेतिला बंधुता स्थापन हेतिला एटा सेठिरो आसी तो विषय आसीबा सीधा तुमे एटू एटा टिके घरे मित्रता बोली किना टिके पढी नबो तो आसीची मित्रताटी तुमरो वैदेश विलासर 28 नंबर छांदरु वैदेश विलासटी टोटली 52 टा छांद 52 टा छांद भितरु 28 नंबर छांद रे ए मित्रता विषयटी अछि तो सेई जो वैदेश विलासर आसीची कोन राग चक्रकेली बाणी चक्रकेली बुधे पढाई थी लास्ट क्लास तो मो ऑप्शनल फिलम को चक्रकेली राग मने अछि ना मने अछि चक्रकेली राग दुई पादरे एक पद होए नहीं काली पढाई थी परा हां कोनो चक्रकेली रागटा केमती पढा हुए दुई पादरे एक पद हुए हां तापर प्रत्येकटी पादर अक्षर संख्या एई दुई पादरे केते लागरे 11 टी 9 टी कोटा गुजरी 9 टी गुजरीटा नवाक्षरी हैला किंतु तुमरो एटा चक्रकेली रागटा ता परर गुजरीर परवर्तीटा मन पडुची दी पादरे एक पद हुए प्रत्येकटी पादर अक्षर संख्या 11 आउ का सहित समकक्ष वेरी गुड 6 प्लस 5 पिला ना फार्मूला 6 नंबर आ 5 नंबर सॉरी 6 आउ शेष सहित जतिपात हुए जतिपात कोन विराम हुए अर्थात जते बेले हम से गानटा गाउचे जीवटा सेठी टिके विश्राम निए अटकी कि ता परटा को पदटा हुए सेटा को जतिपात कोन तो ए राग चक्रकेली रे दी पादरे एक पद हुए प्रत्येकटी पादर अक्षर संख्या 11 षष्ठ अक्षर आ शेष अक्षर सहित जतिपात हुए अर्थात सेही जगह रे टिके विराम निए जीव हमर विराम निए तेणु ए जो चक्रकेली लेखा हला प्रथम लिखले बोले सुग्रीव राम क्लेश भाषा बेनी जने पड़ीछि एकदशा बोले हला बोलुचंती बा कहउचंती सुग्रीवे सुग्रीवे लेखा है ता माने सुग्रीवंकु हला तो सुग्रीवंकु कहउचंती के राम कहउचंती क्लेश भाषा अर्थात दुखद पूर्ण कथा
मनर जो वेदना मनर दुख कथा गुड़िक सी सुग्रीवଙ୍କ आगरे परिप्रकाश जितेबाला बण रे जाइकी रामचंद्र बुलुचंती सीता मां को हरण करने रावण से समय देखा किए सुग्रीव रामचंद्र जानते सुग्रीव स्त्री को रोमा को गाड़ी अपहरण करके रखी जबरदस्ती नहीं बंदी करके रखी सुग्रीव लुचि छपिकी बाली भय लुचि छपिकी बण गिरी कंधी गुंफा भितर या बण गछ मूले लुचिकी ना रोचंती तो से सब कथा रामचंद्र जानते तो रामचंद्र जिते बण में देखाई सुग्रीव सहित तेज सी कहते सुग्रीव को गोटे ऑफर दौरान फ्रेंडशिप करने नुआ नुआ देखा काले मत साहाଯ୍य करेंगे मुझे हईराण अच्छी से भगवान की पारती सब करें किंतु से तो लीला खेला करने आसी ना तो सी तो पावर सब जब देखईदेवे कष्ट किसी न पाइबे लोक मैंने कौन शिक्षा पाइबे तेणु करके लीला देखा सी सुग्रीव को ऑफर कर फ्रेंडशिप सांग दीज तेणु ताकू देखिए कहते सुग्रीव को राम निजर दुखर कथा सब कहते कौन कहते बेनी जन पड़ी एक दशा बेनी है दुई आम दुई जन को अर्थात सुग्रीव रामचंद्र निजे कहते रामचंद्र और सुग्रीव दी जनकर समदशा पड़ी समदशा है दशा सम है समान समान दशा पड़ी दशा है दुर्दशा खराब अवस्था पड़ी तमर जो खराब अवस्था मोर से खराब अवस्था पड़ी तेज कौन कौन खराब अवस्था पड़ी पुणी समान अवस्था तमर जो समान खराब अवस्था मोर से खराब समान खराब अवस्था गोटे गोटे कर रामचंद्र कहले कौन बुझे विवाहसु वंशे जात आमर विधि रे तो तुम्हें प्रथम समानता कौन दी जनकर जे विवाहसु वंशे वंशे विवाहसु है सूर्य सूर्यवंशी किए रामचंद्र सूर्यवंशी तेणु कहते विवाहवंश वंश अर्थात सूर्यवंश जात है जन्मित आमर माने रामचंद्र कहते सुग्रीव मोर जन्म सूर्यवंश आ तुम्हें हूच कौन विधि रे तो तुम्हें पुनर विधि रे माने नियम मुताबक आमर पोथी पुराण अनुसार नियम अनुसार तुम्हें हूच पुनर अर्थात पुत्र तो आमर पोथी पुराण अनुसार सूर्यंकर पुत्र क्या सुग्रीव को सूर्य पुत्र कहुए तेणु से कथा नहीं कहते आम से दृष्टि सामान तुम्हें सूर्य पुत्र मुझे सूर्यवंशी तेज से दृष्टि आम हेलु दीज सामान तेणु ये है गोटे समानता कहते बसु अयोध्या किष्किंधा राजन विभूति रे बने सदन बसु बसु है बसंते बसवा बेले जिते बेले कि आम निज निज जगह राजा राजा होते सिंहासन रे बसी था ठीक से समय कई माँ खेल कले से ये गले बन को ना राजा राति पाई रामचंद्र राजा होते जस्ट रामचंद्र राजा हमारे पूर्व दिन रात्रि सत रक्षा करने तो कहते बसु अयोध्या किष्किंधा राजन मु अयोध्या राज्य सिंहासन बसी था राजन बा राजा होता तुम्हें किष्किंधार राजा होता हेले कौन है विधिर विधान एमती है जे आमे कौन कलु जो माने राजा हवा कथा राज्य माने राज्य सिंहासन भोग करने कथा और आडंबर पूर्ण जीवन यापन करने कथा किंतु कौन है विभूति रे बने सदन विभूति रे विगत भूति कौन माने विगत ऐश्वर्य आम जो ऐश्वर्य प्राप्त होता सेटा न पाई कौन कलु बने है सदन बण में आमर घर है सदन है घर आम आसिक बण घर करके रहिलु झुपुड़ी मारे रहिलु माने झुपुड़ी तो नुह गछ तले से गछ तले आश्रम से आश्रम बण में आसिक आम घर भाविकी जीवन यापन कलु जो आमर जीवन जो ऐश्वर्य आडंबरपूर्ण जीवन थिला सेटा किंतु आउ हेई परिला नहीं तार बिना आम आसिक बण जंगल रे घर बनैकी रहन एटा मध्ये हमर समदशा तमे राजा हेतान तो बण रे लुचिक रहछ मु राजा हेतांती बण रे रहछ तो तमे बण रे रहलो मु बण रे रहलो तुमे सूर्यवंशी मु सूर्य सॉरी तुमे सूर्यवंशी मु सूर्यवंशी ए हला हमर समदशा आउरी मध्ये अछि पुणे कहले बामा विच्छेद परधर शणी बंची दिन फलमूल भक्षणी बामा हला श्री विच्छेद हला अलगा हबा बा विरह अलगा अलगा हेबा हला तुमे तुम स्त्री को के नहीं जायछि तुम बाली नहीं जायछि बंदी कर रखिछि मो स्त्री को रावण नै कि ना अपहरण करने जायछि तबे कहउछन्ती बामा विच्छेद परधर शणी हला अन्य द्वारा निर्यातित माने तमर स्त्री बामा स्त्री तम स्त्री परधर शणी बा अन्य द्वारा निर्यातित होछि मोर स्त्री मध्ये रावण द्वारा निर्यातित होछि तबे हम दुई जनकर समदशा हला दुई जनकर स्त्री अन्य मानव द्वारा निर्यातित होछि
एथे जोगुरु हम दी जन दशा समय दी जन समान दुर्दशा आ कोन बंची दिन फलमूल भोग्य आ हमें बंचुचे दिन राति हमर केमते कटुची फलमूल बणरे आ कोन मिलिबो बणरे भलो भलो खाଇବା ଜିନିଷ ମିଳିବ କି भगवान ଜିନିଷ ରୋଷେଇ ସାମଗ୍ରୀ କିଛି ମିଳିବ फलमूल खाइके बंचुबा तेरे कहते आम दी जन जाक बंचुचु फलमूल भक्षण करिक भोजन करिक आम बणे रोच फलमूल खाइके बंचुचु मुझे बणे रोच फलमूल खाइके बंचुचु ए दृष्टि आम दी जन समान पुणी कहले बंधु अनुज मंत्री प्रबोधने बोध होई रही था जीवन बंधु अनुज मंत्री प्रबोधने प्रबोधन है सांत्वना देवा सांत्वना मूलक कथा कहवा बा बुझेଇବା का प्रबोधन देवा अर्थात काको गोटे बुझेଇବା काको गोटे सांत्वना देवा गोटे कार दुख पड़ी से समय जो आम सांत्वना दौचे व्यस्त होना सब ठीक है यहाँ प्रबोधन तेणु कहते बंधु अनुज अनुज अर्थ है सान भाई यही कार उद्देश्य अनुज शब्द व्यवहार कर लक्ष्मण को उद्देश्य सुग्रीव तो निजे अच्छा विषय कहते सी मत सान भाई कि अनुज शब्दी लक्ष्मण को उद्देश्य कहुई कहीं मोर सान भाई बुझौची मोर स्त्री को जिते रावण हरण कर बंचुची मो भाई सान भाई लक्ष्मण मत बुझे बाझे रखी सांत्वना दूसरी बंचती तुमको तुम मंत्री आ तुम बंधु मैंने प्रबोधना दौरान सांत्वना देते तुम्हें बंचिकी अच्छा बोध हो रही था जीवन आम से बोध होता माने सांत्वना पाई ज्ञान पाई आम जीवन धरी से माने हमको बुझाउछन्ति जेतेबेले गोटे लोक हरास हो जाए तार असुविधा थाए सेतेबेले ताकू कोन तार मानसिक स्थिति को संभाळिया पई तार आखपाख लोक माने तार भाई तार बंधु तार कुटुंब आसी ताको सांग साथी बुझांती नहीं जेतेबेले ताको केही बुझाई माने सेतेबेले से आ जीवन धरि रहि पारिबो कि गोटे लोक डिप्रेशन को हाँ डिप्रेशन को पळेबो तेणु करिकिना निहाची किही आसिकी तुमर असुविधा समय बुझाई थांती तो एठी से कहउचंती हमर अनुज बंधु आ मंत्री माने हम दी जण को बुझाउचंती बोली सांत्वना दउचंती बोली हम आदि बंची की जीवन धारण करिकी रहिछु माने हौसला नहीं कि अच्छु कि हाँ आमे आगु को आम स्त्री मान जो माने हरण कर नहीं आमे तांको युद्ध करिवो तांको सहित लड़ाई करिवो तांको आमे पेरेकी आनी तुम पुणे कहते बाधा माता भ्रातारे उपजिची बहिरी की साधिबा इच्छा अछि आ बाधा होला विघ्न उपजिची कहा पाई कि माता और भ्रातारे एठी माता शब्दटी कहा उद्देश्य रे प्रयोग करा जायछि कैकेयी को उद्देश्य रे आ भ्राता शब्दटी बाली रो उद्देश्य रे बाली हैला तुमरो तारा सुग्रीवर बड़ भाई ता पई कि ना सुग्रीव आसी कि बड़ मुटुची आ कैकेयी कर पई कि ना आसिक रामचंद्र बन रे बुझुचंती तो सेई दी जनक पई एते प्रतिबंधक बा बाधा विघ्न उपजिची बैरी की साधिबा इच्छा अछि बैरी होला शत्रु बैरी होला शत्रु को साधिबा होला विनाश करिया पई कि हम दी जन को उभय को मन रे इच्छा अछि तमरो मन रे इच्छा अछि जे तुमे तुम शत्रु को विनाश करबो मोर मन रे मध्ये इच्छा अछि मु मध्ये मोर शत्रु को एठी रामचंद्र को शत्रु विषय कहउचंती रावण विषय कहउचंती ताको माता विषय कहउनांती मु मध्ये शत्रु को विनाश करी मो स्त्री को ना बंचै के आनी मोर इच्छा अछि तुमे मध्ये तुमरो शत्रु को हरै कि ना सुग्रीवर शत्रु ये बाई किंतु रामचंद्र को शत्रु ये माता कैकेयी नुहंती से शत्रु हेले रावण तेणु दी जन की इच्छा अछि ताको शत्रु को विनाश करिवे ताको निज निजर बामा को स्त्री को पुणी थरे फेरे आनिबे पेज पेपर क्लियर फास्ट फॉर द डा हां ना डाउट रहछि कासु तुम बाबा बुझुछ तो हां ठीक ये हैला रामचंद्र जहा जहा सब भाबी थिले हाँ ये कथा अच्छी प्रकृत में आम दी जनकर समान दशा अच्छी मु कहीदेली तो दी जन तो फ्रेंडशिप करिवो दी जनकर समान तुम तुम देखो तुम कथा कहदेली सांग हो जिवो तार भी मत मानिबो दरकार ना सांग होबे दी जन सांग होबे मते गोटे साइड रहबोनी जने जेते भी बुझो जेते भी जहा करू आर गोटा जदी न कन्विंस न हेजी से केबे सांग करिवोनी जहा सब भी तुम पर्यंत सांग हेइजो नहीं सामना वाला कन्विंस न होले सांग होबो नाही तो रामचंद्र तांको कथा कहदेले बुझेई बाजी देले किंतु कन्विंस हेछि कि ये केमिति कन्विंस हो तो ये कहछि पुणे आरंभ कला व्यवहार मित्र हेबा उचित बोले सुग्रीव सुण रघुचित एठी सुग्रीव पुणी तांकर एते सारा कथा कहि सुनिला परे सुग्रीव एते सारा कथा चुपचाप सुनथिला मन देकी एबे से पुणी कहछि भाई तमे तो कहि एते सारा कथा हेले सम्मान तो होबा दरकार ना हम व्यवहार रे हमर गुण रे यदि सब सम्मान हितबो ताहाले हम सांग होई परिबा बोले सुग्रीव सुण रघुसुत रघु वंशर सुत हला पुत्र से का उद्देश्य को रामचंद्र को
କହୁଛନ୍ତି ହେ ରଘୁସୁତ ହେ ରାମଚନ୍ଦ୍ର ରଘୁବଂଶର ପୁତ୍ର ତୁମେ ତ ସାଙ୍ଗ ପାଇଁ ଅଫର ଦେଇଦେଲ, କିନ୍ତୁ ବ୍ୟବହାରରେ ଆମେ ମାନେ ମିତ୍ର ହେବା ଉଚିତ। ଅର୍ଥାତ୍ ତୁମେ ଯାହା ମୁଁ ଯଦି ସେଇଆ କଲି ତାହେଲେ ଆମେ ମିତ୍ର ହେଇପାରିବା। ତୁମେ ଆସିଥିବ ଗୋଟେ ମାନେ ମୁଁ ସାଇକେଲ ଚଲେଇକି ଆସୁଥିବି, ତୁମେ ଗୋଟେ BMW କାରରେ ଓହ୍ଲେଇଥିବ, ଆମେ ସାଙ୍ଗ ହବା? କେମିତି ସାଙ୍ଗ ହବା? ହେଇପାରିବା କି କେବେ? ସମାନତା ଥିବା ଦରକାର ନା। କଣ ପାଇଁ ସମାନତା ଯଦି ସେ ଲୋକ ମନରେ ଅଛି, ମାନେ ଭାବୁଛି ଠିକ ଅଛି ଯିଏ BMW ରେ ଆସୁଛି ତା ମନରେ କିଛି ନାହିଁ, ଖୋଲାମେଲା ଲୋକଟା, ସେ ସାଙ୍ଗ ବି କରିଦବ, କିନ୍ତୁ ସାମ୍ନା ଲୋକଟା ତ କନଭିନ୍ସ ଦରକାର ଯେ ହଁ ସତରେ କିନ୍ତୁ ସାଙ୍ଗ କରିବ ନା କରିବନି, ନାଇଁ? ସେମିତି ତ କନଭିନ୍ସ ଦବ, ହଁ ମତେ କେତେବେଳେ ନେଇକି ମଜାକ କରିବ, ବଡ ବଡ ଲୋକଟା କୋଉଠି ମତେ ନେଇକି ମାରିଦବ, କୋଉଠି କଣ କରିବ, ତେଣୁକରି କନଭିନ୍ସ ହବା ଦରକାର। ରାମଚନ୍ଦ୍ର ତାକୁ ସେତିକି ବିଶ୍ୱାସ ହବା ଦରକାର ଯେ ହଁ ଆମେ ସାଙ୍ଗ ହେଇପାରିବୁ। ତେବେ ଏଇଠି ଯୋଉ ଲୋକଟା କିଏ ସୁଗ୍ରୀବ, ତା ମାନେ କଣ ପାଇଁ ପ୍ରଶ୍ନ ଆସିଲା, କୋଉ କାରଣ ପାଇଁ କି ସେ କହୁଛି ନାଇଁ ଏତେ ସମୟ ଥାଇକି ମଧ୍ୟ ସେ କାହିଁକି କନଭିନ୍ସ ହେଇପାରୁନି? କାହିଁକି ସେ କହୁଛି ତମେ ଆରାମରେ ବେଫିକର ବୁଲୁଛ ଭାଇ, ତମକୁ କେହି କିଛି କରିପାରିବେନି, ତମ ପାଖରେ ଏତେ ସାରା ଶକ୍ତି ଅଛି, ବଣରେ ରହୁଛ ସତ, ତମେ ଘରେ ମା ବାପାଙ୍କର ଇଚ୍ଛା ପୂରଣ କରିବା ପାଇଁ ତାଙ୍କର ମାନେ କଣ ସର୍ତ୍ତ ରକ୍ଷା କରିବା ପାଇଁ ବାହାରକୁ ଆସିଛ, କିନ୍ତୁ ତମେ କଣ କାହାକୁ ଡରିକି ବଞ୍ଚୁଛ? ତମେ ବେଫିକର ଯୁଆଡେ ଚାହୁଁଛ ସିଆଡେ ଯାଇପାରୁଛ, ଯେମିତି ଚାହୁଁଛ ସେମିତି ଖାଇପାରୁଛ, ଯାହା କରିପାରୁଛ, କିନ୍ତୁ ମୁଁ କେମିତି ବଞ୍ଚିଛି? ମୁଁ ବାଳିକି ଲୁଚିକିନା କୋଉଠି ଗଛ କଡରେ ଲୁଚୁଛି ତ କୋଉଠି ପାହାଡ ପର୍ବତ ବନ୍ଧରେ ଯାଇକି ଲୁଚୁଛି, ହେଲେ ଆମେ ସମାନ କେମିତି ହେଲେ? ମୁଁ ତ ଡରି ଡରି ବଞ୍ଚୁଛି, ତମେ ତ ବେଫିକର ବଞ୍ଚୁଛ, ହେଲେ ଆମେ ସମାନ କେମିତି ହେଲେ? ତେବେ ସେ କହୁଛି ଭୁଲ ଧରଣୀ ନିର୍ଭୟରେ ତୁମେ ବାଳି ଡରେ ଗିରିରେ ଲୁଚୁଆଣି, ତୁମେ ଧରଣୀ ସାରା ପୃଥିବୀ ସାରା ବିନା ଭୟରେ ନିର୍ଭୟରେ ତମେ ବିଚରଣ କରୁଛ ଚାରିଆଡେ, ହେଲେ ମୁଁ କଣ କରୁଛି? ବାଳି ଡରେ ଗିରିରେ, ହେଲା ଗିରି କଣ ପାହାଡ ପର୍ବତ, ଲୁଚୁ ଆମେ ଗିରି ଭିତରେ ଯାଇକି, ପାହାଡର ଯୋଉ ଗୁମ୍ଫା ଭିତରେ, ପାହାଡ ପଛପଟେ କେବେ ଗଛ ପଛପଟେ ବାଳିକୁ ଦେଖିଲା ମାନେ ସେ ଦୌଡିକି ଯାଇକି ଲୁଚି ପଡୁଛି, ତା ଶତ୍ରୁ ମାନେ ମାରିବ ନା ତାକୁ, କାହିଁକିନା ବାଳି ଆମେ ଆଗରୁ ଜାଣିଛେ, ବାଳିର ତମର ପୁରାଣରେ ଅଛି, ବାଳି ଯାହାକୁ ଦେଖିଲା ସାମ୍ନାରେ ତାର ଅଧା ବଳ ନିଜ ଆଡକୁ ନେଇଯାଏ। ତେବେ ଅଲରେଡି ସିଏ ଶକ୍ତିମାନ, ମାନେ ଖାଇ ପିଇକି ହୃଷ୍ଟପୃଷ୍ଟ, ତା ପାଖେ ବହୁତ ସାରା ବଳ ଅଛି, ସେ ଶକ୍ତିମାନ, ପୁଣି ସାମ୍ନାରେ ଅଧା ବଳ ନେଇଗଲେ ସେ ପୁରା ସୁପର ହେଇଗଲା, ନାଇଁ ସୁପର ଶକ୍ତିମାନ ହେଇଗଲା, ତାକୁ କିଏ ପାରିବ? ପାରିବେ କି? ତେଣୁ ସେଇ ଭୟରେ ସୁଗ୍ରୀବ ଯାଇକି ଲୁଚି ପଡେ, ତାକୁ ଦେଖିକି ନା ଲୁଚି ପଡେ। ତେବେ ସେଇଠି କହୁଛି ଯେ ଆମେ ଦି ଜଣ ସମାନ ନୁହଁ, ଆମେ ଯଦି ସମାନ ହେଇଥାନ୍ତେ ତାହେଲେ ମୁଁ ବି ଆରାମରେ ବୁଲିଥାନ୍ତି, ବିଚରଣ କରିଥାନ୍ତି ନିର୍ଭୟରେ, ମୁଁ ନିର୍ଭୟରେ କରିପାରୁନି, ମୁଁ ଲୁଚିକି ରହୁଛି, ତେବେ ଆମେ ସମାନ କେମିତି? ପୁଣି କହୁଛି ବଳବନ୍ତ ହେଲେ ଯଥା କେଶରୀ ବଧେ ଗଜାଦି ସରବକୁ ଡରେ, ବଳବନ୍ତ ହେଲା ଶକ୍ତିଶାଳୀ, ହେଲେ ଯଥା ଯେପରି କେଶରୀ, କେଶରୀ ହେଲା ସିଂହ, ବଧେ ଗଜାତି ସରବକୁ ଡରେ, ଏବେ କହୁଛନ୍ତି ସେ ବଳବନ୍ତ ଯୋଉ କେଶରୀ, କେଶରୀ ସହିତ ସେ ନିଜକୁ ତୁଳନା କରୁଛନ୍ତି, ହେଲା କହୁଛନ୍ତି କେଶରୀ ବା ସିଂହ ସେ ବହୁତ ଶକ୍ତିମାନ, କାହିଁକି ଜଙ୍ଗଲରେ ଯେତେ ସାରା ଜୀବଜନ୍ତୁ ଅଛନ୍ତି ସିଂହ ଭାରି ବଳବାନ, ତ ଯେତେ ବଳବାନ ହେଲେ ବି ସେ ଗଜ ଆଦି, ମାନେ ଗଜ ହେଲା ହାତୀ, ହାତୀ ଆଦି ଅନ୍ୟାନ୍ୟ ଛୋଟ ଛୋଟ ଯେତେ ସାରା ହିଂସ୍ର ଜନ୍ତୁ ଅଛନ୍ତି ସେ ସମସ୍ତଙ୍କୁ ସିଂହ ମାରିଦବ, ତଥାପି ସରଭକୁ ଡରେ। ସରଭ ହଉଛି ଗୋଟେ ଅଷ୍ଟପାଦ ବିଶିଷ୍ଟ ମୃଗ, ସିଏ ମଧ୍ୟ ଗୋଟେ କାଳ୍ପନିକ, ଏବେ କୋଉ ଜଙ୍ଗଲରେ ବି କୋଉଠି ସେଇଟା ନାହିଁ, ସେଇଟା ଆମର ପୁରାଣରେ ଅଛି, ଗୋଟେ କାଳ୍ପନିକ ଗୋଟେ ଜନ୍ତୁଟିଏ, 8ଟି ପାଦ ବିଶିଷ୍ଟ ଗୋଟେ ମୃଗ, ଯିଏକି ସିଂହ ତାକୁ ଡରେ, ସିଂହକୁ ସେ ମାରି ପକାଏ, ସେଥିପାଇଁ ସିଂହ ତାକୁ ଡରେ। ମାନେ ଭାବୁଛ କୋଉଠି ତ ଜଙ୍ଗଲରେ ନାହାନ୍ତି, ଯେମିତି ବାହୁବଳୀ ତାର ଚିର ମାରୁଛି ଗୋଟେ ତୀର 5ଟା ଯାଉଛି, ସେଟା କଣ ସତ କି? ସେଟା କାଳ୍ପନିକ ଫିଲ୍ମ ଟା, ସେମିତି ପୁରାଣରେ ବି ବହୁତ ଜିନିଷ କାଳ୍ପନିକ ଅଛି, ଇଏ ତା ଆଗରୁ ଗୋଟେ ଗୋଟେ କଳ୍ପନା ଆଉ। ତ ଏଇଠି କହୁଛନ୍ତି ସରଭି କିଏ ତାହେଲେ? ସରଭି ଏଠି କାହାକୁ ତୁଳନା କରାହବ? ସରଭି ହଉଛି ବାଳି, ସରଭି ନା ସରି ସରଭି ସରଭ, ସରଭ ହଉଛି ଅଷ୍ଟପାଦ ବିଶିଷ୍ଟ ଗୋଟେ ମୃଗ, ଯେମିତି ଏଠି ତୁଳନା କରିକି ଲେଖିଲେନି, ତୁଳନାତ୍ମକ ସାହିତ୍ୟ ଯୋଉ ଦି ଧାଡି ଅଛି ତୁଳନାତ୍ମକ, କେମିତି ଯେତେବେଳେ ସେ ଲେଖିଲେ ଯେ ବଣ ଜଙ୍ଗଲରେ ଯୋଉ ତମର ସିଂହଟେ ରହୁଛି, ହେଲା ସିଂହ ବା କେଶରୀ, ସିଏ ବହୁତ ଶକ୍ତିଶାଳୀ, ସିଏ ଗଜ ଅର୍ଥାତ୍ ହାତୀ ଆଦି ବଡ ବଡ ପ୍ରାଣୀ ମାନଙ୍କୁ, ହିଂସ୍ର ଜନ୍ତୁ ମାନଙ୍କୁ ସେ ମାରି ପକାଏ, ତଥାପି ସେ ସରଭକୁ ଡରେ। ଏଇଠି ସିଏ ନିଜକୁ କାହା ସହିତ ତୁଳନା କରୁଛନ୍ତି? ନିଜେ ସେ କହୁଛନ୍ତି ଯେ ମୁଁ ହଉଛି କେଶରୀ, ମୁଁ ସବୁ ମୋ ଦେହରେ ବହୁତ ଶକ୍ତି ଅଛି, ମୁଁ ସବୁ ରାଜାଙ୍କୁ ମାରିକି ଭଗେଇଯିବି, ଯୁଦ୍ଧରେ ଜିତିଯିବି, କିନ୍ତୁ ସରଭକୁ ମୁଁ ଡରେ, ଯେମିତି ସରି ସିଂହ ସରଭକୁ ଡରୁଛି, ଠିକ ସେମିତି ମୁଁ ଡରୁଛି ବାଳିକୁ, ତାର ଭାଇକୁ, ହେଲା ତେବେ ବାଳିକୁ ଏଠି ତୁଳନା କରାଗଲା ସରଭ ସହିତ, ଆଉ ହଁ ଠିକ ବଳବନ୍ତ କେଶରୀ ସହିତ ସୁଗ୍ରୀବକୁ ସେ ନିଜେ ତୁଳନା କଲେ। ତ ଯେଉଁଭଳି ଭାବରେ
गोटे बलवंत सिंहटे गज भली बड़ बड़ गज है हाथी हाथी आदि लिखाई बोधे गज आदि गज आदि गज है हाथी हाथी आउ अन्य जो हिंस जंतु मैंने अच्छा बाघ भालू जहाँ सब जंगल में गंडा फंडा अच्छा से कथा कह सीना केसरी मारी दिए किंतु सरब को डरे ठीक से मु सीना अन्य राज्य मान को परास्त करदेवी किंतु बाली को डरे बिही पारिबी केउ उपकार बोले मित्र हेबा तुम आमर तेबे पुणी कहउचंती ठीक अछि जदी तुमे मते सांग होबा पई कि गोटे ऑफर देलणी मु सांग हेबा तू राजी अछि किंतु केमिति राजी हेबी माने कोन करि परिबी ताले तुमे को तुमे मते सांग काई होबा को हमर किछि काम अछि कि मो द्वारा मु करि परिबी तेबे को बिही पारिबी केउ उपकार बिही पारिबी न सुसंपादन करि परिबी तुमरो को उपकार रे मु आसी परिबी बा को उपकार विधान करि परिबी तम पई कि केउ उपकार तमरो करि परिबी कुह बोले मित्र हेबा तुम आमर तेबे को उपकार रे तुमे मोर को उपकार करबो मु तुमरो को उपकार करबो दी जण किछि सहायता करियो ना बिजनेस बाजार कोन हठात किने कोन तमे आसी मते कहउछ सांग होबा मु तो तुमको चिनिनी तमे तो मते चिनिनो ताले तमे मोर किछि उपकार करियो मु तुमरो किछि उपकार करबो चलो हम सांग हेइबो तमे एही कोन ताले तमे को मु तुमरो को उपकार करि परिबी हम सांग होबा पुणी कहउचंती एठी रामचंद्र पुणी कहले बोले रघुवीर सुनी उत्सुके बिंधी पकाइबे बाली बाण को जेहेतु सुग्रीव जेतेबेले कहले मु बाली डर रे लुचि कि रहउची आउ आमे केमिति समानता हबा सांग केमिति हबा पुणी कहउचंती ठीक अछि को उपकार रे हम परस्पर रे आसीबा ताल जाई हम सांग हबा एक कथा सुनि कि रघुवीर कहउचंती रामचंद्र शुणी अति उत्सुक हला अत्यंत तत्परतार सहित बा अति व्यग्रतार सहित कहउचंती उत्सुकतार सहित जे व्यस्त होना बिंधी पकाइबी बाली बाण के बाण के माने गोटे बाण रे मु जदी गोटे तीर चलेबी ताले बिंधी पकई माने ताकू निक्षेप करि पकई से जो बाली को गोटे बाण रे सफा कर दे तो व्यस्त होना हला जे गोटे आम आदमी तमे तार विषय रे किछि जानि न से जेते शक्तिमान जे तार गंगाधर के आछी थोड़ी विश्वास करछो से सब मारी भूल करबो बोली जेते शक्तिमान के किछि से विश्वास करू जे हां हमें ये शक्तिमान समस्त को मार दो नहीं हमको रक्षा कर पारो गंगाधर लल्लू भले आसिले थोड़ी तुम विश्वास कर जे से को मार देबी समस्त को विश्वास करिवो ठीक संग रामचंद्र पूरा माने ताकर जलवाटा देखैबे ताले देखि के विश्वास करिवो एबे तो प्रथम देखा कि सी कोन गोटे साधा साधा मनुष्य हमर साधारण मनुष्य गोटे गेरुआ वस्त्र परिधान करछन चुटी गोडा नै कि जटा कर दैछन गोटे धनुटे धरछन बस एति कि ताकर देखा माने देखिबार ढांचाटा तो एथरे की काई विश्वास करो बाई एते शक्तिमान ताकू कोन ये गोटे बाण रे बाई होची सुग्रीव थोड़ी विश्वास करिवो जी थाउ सेठी विश्वास करिवो कि ए विश्वास करिबेनी तेणु एबे पुणी कहउचंती सुग्रीव ए कथा सुने कि कोजी ब्रह्म लोके थिले सीता खोजाई पाद रचने आनिबे से कथा परे सुग्रीव कहउची जदि तमे एया करिवो को बाली को तमे कहउछ बाली को गोटे सर रे मारी दबो तबे मु भी कहउची ब्रह्म लोके जदि सीता थिबो सीता ये भी जानि लेनी सीता अपहरण हे जाई जदि सीता जाइके किए भी ताको अपहरण करथिबो ब्रह्म लोकरे मध्य थिबो ताहाले मु सीता को खोजी आनिबी पाद रचने आनिबी से कहि माने से पूछि कलह करी युक्ति तर्क करी पाद रचना करी सृष्टि करी मध्य मु नै आसी जे नैथिबो ता सहित कलह करी हो बा झगड़ा करी हो किबा युक्ति तर्क जहां जहां करियो पड़ियो करी कि मु नै कि छोड़े कि नै आसी सीता को तम पाखो बस दी जण को असुविधा कर देली से कहउछ मु तो शत्रु को मार देबी ये कहउछ मु तोर स्त्री को नै कि पड़े आसी हेले विश्वास करबा कथा एठी तबे एबे प्रथमे विश्वास जन्मबो के सुग्रीव जे मु केमिति आनी मो पाखे कोन पावर अछि पाखे पावर ता भी देखिबो कहबे कि की पावर अछि मु मारि पकेबी बिना पावर न देखले की काई विश्वास तबे से कुछ वीर ए कपि मो संगे अछि बाळ भानु जन्म दे एबे से हनुमान को आनी आगरे क्या करे देलानी ठीक हनुमान को आनी रिप्रेजेंट करू राम को आगरे जे ये वीर ए कपि अर्थला मांकड़ मो संगे रे से अछि ए वीर हनुमान जे छोट मांकड़टा माने जो शक्तिमान मांकड़टा मो पाखे अछि बाळ भानु जन्म देइछि बाळ भानु सूर्य उदय कालीन सूर्य को बाळ भानु को आते सकाळु सकाळु जो सूर्य उदय जते बडे हेतांती जो लाल लाल देखा जाउ जने सूर्य जो उदय होती संग संग धोळा देखि कि नै खरा आने कि ना अधा बस भी धोळा धोळा देखि देखिनि मधे पिलाटा कथा कहले देखिनि लाल लाल देखा ऑरेंज ऑरेंज कलर लड्डू भली ऑरेंज कलर हळदी हळदी मिशन लड्डू के देखा सेमती देखा जाय तो हनुमान जते बडे सोई दिले छोट बडे लड्डू गोडे अछि कहि कि जाइले खाइबा पई
ଚନ୍ଦ୍ର ସରି ସୂର୍ଯ୍ୟ को गिଳି ପକେଇବା ପାଇଁ ଯାଇନଥିଲେ ତାପରେ ବଜ୍ର ଘାତ ହେଲା ତାଙ୍କର ହନୁ ହାଡରେ ବାଜିଲା କି ମାରିଲେ ଇନ୍ଦ୍ର ବାଡେଇଲେ ତାଙ୍କୁ ତାର ବଜ୍ରରେ ବାଡେଇଲେ ତାର ହନୁ ହାଡ ଭାଙ୍ଗିଗଲା ସେଇଥିପାଇଁ ତାର ନାଁ ହେଇଗଲା ହନୁମାନ ନାଇଁ ତା ନାଁ ପ୍ରଥମେ କଣ ଥିଲା ହନୁମାନଙ୍କର ପବନ ପୁତ୍ର ତ କୁହନ୍ତି ଆଉ କଣ ଡାକନ୍ତି ବଜରଙ୍ଗୀ ନାଇଁ ତିନିଟା ଅକ୍ଷର ନା କଣ କହନ୍ତି ହଁ ମାରୁତି ଥିଲା ତାଙ୍କର ନାଁ ହେଲା ମାରୁତି ଥିଲା ତାଙ୍କ ନାଁ ମାରୁତି ସୁଜୁକି ତାପରେ ହେଇଗଲେ ସେ ହନୁମାନ ହନୁମାନ ଭାଙ୍ଗିଲା ପରେ ତାଙ୍କ ନାଁ ହେଲା ହନୁମାନ ବହୁତ ନା ଏମିତି ତାଙ୍କର ବହୁତ କହୁନାହାନ୍ତି ତାର ମଧ୍ୟ ପୁରାଣରେ ଅଛି ଯୋଉ ଯେତେ ଗୁଡେ ତାଙ୍କର ନାଁ ଅଛି କାହିଁକି ଦିଆଯାଇଛି ସବୁ ନାଁ ତାର ମଧ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି ଯାହା ବି ହଉ ଉଦୟକାଳୀନ ସୂର୍ଯ୍ୟଙ୍କୁ ସିଏ ଗିଳି ପକେଇଥିଲେ ଛୋଟ ବେଳେ ଜନ୍ମ ଡେଇଁ ଧରି ପକେଇଥିଲେ ଗିଳି ନଥିଲେ ତ ଯାଇଥିଲେ ଧରିବା ପାଇଁ ନା ଡେଇଁକି ଧରି ପକେଇଥିଲେ ତେଣୁ କରି ଇଏ ଏତେ ଶକ୍ତିମାନ ଯେ ମୋ ପାଖରେ ଯୋଉ କପିଟି ଅଛି ଯୋଉ ମାଙ୍କଡଟି ଅଛି ସେ ଏତେ ଶକ୍ତିମାନ ଯେ ଜନ୍ମ ହିଁ ସୂର୍ଯ୍ୟଙ୍କୁ ଯେମିତି କେମିତି ଧରି ପକେଇଥିଲା ଆଉ ସିଏ ସୀତାଙ୍କୁ ଆରାମସେ ନେଇ ଆସିବ ଏକଥା କହିଲା ପରେ ବୋଲା ବୋଲି ସେ ହୋଇ ଏତେ ମାତ୍ର ବନ୍ଧି ସାକ୍ଷୀ କରାଇ ହେଲେ ତାପରେ ପରସ୍ପରକୁ କୁହାକୁହି ହେଲେ ବୋଲା ବୋଲି ଅର୍ଥାତ ପରସ୍ପରକୁ ନିଜ ଏଇ ସବୁ କଥା ଗୁଡାକ କୁହାକୁହି ହେଲେ ତାପରେ ବନ୍ଧି ସାକ୍ଷୀ କରି ବନ୍ଧି ହେଲା ଅଗ୍ନିକୁ ସାକ୍ଷୀ କରିକି ଅଗ୍ନିକୁ ସାକ୍ଷୀ ରଖିକି ମିତ୍ରତା ସ୍ଥାପନ କଲେ ଫ୍ରେଣ୍ଡସିପ କଲେ ସ୍ଥାପନ ବି ଅଗ୍ନିକୁ ସାକ୍ଷୀ ରଖିକି କରାହବ ସେ କରୁଥିଲେ ତମେ ଗ୍ରିଟିଂ କାର୍ଡ ଦେଇକି କରୁଛ ହ୍ୟାଣ୍ଡସେକ୍ କରିକି କରୁଛ ନାଇଁ ସାଙ୍ଗ ସେ ତମର ଗୋଟେ ଇଏ ତ ଆମର ଏବେ ତାର ସାଙ୍ଗ କଥା ଛାଡ ଟିକେ ଯଦି ଆମେ ଗ୍ରାମାଞ୍ଚଳକୁ ଯିବା ଯୋଉ ବଉଳ ମକର କୋଳି ଦିଆଦି ହେଇକି ସାଙ୍ଗ ହଁ ହେଇଯାଉଛି ଏବେ ଫ୍ରେଣ୍ଡସିପ ଟିକେ ଅଲଗା ତ ସେତେବେଳେ କଣ ହୁଏ ବଉଳ ବସିବା ମକର ବସିବା ସେ ସବୁ ଦିଆ ଦିଆ ହେଇକି ପ୍ରସାଦ ଦିଆ ଦି ହେଇକି ତାଙ୍କର ସାଙ୍ଗ ବସନ୍ତି ଦେଖିନ ସୂର୍ଯ୍ୟ ଘର ଯୋଉ କରନ୍ତି ସୂର୍ଯ୍ୟ ଘର ମାନେ କଣ ଯୋଉ ବନ୍ଧୁ ଘର ପ୍ରସାଦ ଦେଇକି ମହାପ୍ରସାଦ ଦେଇକି କରାଯାଏନି ସେମିତି ଗୋଟେ ସାକ୍ଷୀ ରଖି ହଁ ଭାଇ ଧର୍ମ ଭାଇ କେତେ ସାରା ଯୋଉ ଅଛନ୍ତି ସେ ସବୁ ପ୍ରସାଦ ଦିଆ ଦି ହେଇକି କରନ୍ତି କିଛି ଗୋଟେ ସାକ୍ଷୀ ରଖିଛି ତ ସେମାନେ ମଧ୍ୟ ଅଗ୍ନିକୁ ସାକ୍ଷୀ ରଖିକିନା ମିତ୍ରତା ସ୍ଥାପନ କରିଲେ ତାପରେ ବୋଲୁ ଶତ୍ରୁକୁ ଦେଖା ରାଘବ ବୋଲୁ ଅଛି ସବିନୟ ସୁଗ୍ରୀବ ତାପରେ ଯେତେବେଳେ ରାମଚନ୍ଦ୍ର କହିଲେ ବୋଲୁ ଶତ୍ରୁକୁ ଦେଖା ରାଘବ ହଉଛନ୍ତି ରାମଚନ୍ଦ୍ରଙ୍କର ନା ହେଲା ରଘୁବରରୁ ରାଘବ ରାମଚନ୍ଦ୍ର ତାଙ୍କୁ କହୁଛନ୍ତି ଶତ୍ରୁକୁ ଦେଖେଇ ଦିଅ ଚାଲ ଚାଲ ଦେଖାଅ ମୁଁ ମାରିବି ନା ଚାଲ ଦେଖାଅ ଯେତେବେଳେ ସିଏ ଦେଖେଇବାକୁ କହିଲେ ରାମଚନ୍ଦ୍ର ଚାଲେ ତୁ ବାଳିକି ଦେଖା ମୁଁ ମାରିବି ସୁଗ୍ରୀବ ବିଶ୍ବାସ କଲାନି ସୁଗ୍ରୀବ ସେଠୁ ଶୁଣିକି କହୁଛି ବୋଲୁ ଅଛି ସବିନୟ ଅତି ବିନୟ ସହକାରେ ସାଙ୍ଗ ତ ହେଇଗଲେଣି ଆଉ ତ ଟିକେ କହିହବନି ଅତି ବିନୟ ସହକାରେ କହୁଛି ଯେ କଣ କହିବ ବିଶ୍ବାସ କରାହବ ତମେ ମାରିବ ବୋଲି ସେତେ ବାଟ କଣ ଯାଉଛ ଡ୍ୟାନ୍ସ କରିବା ପୂର୍ବରୁ ଟିକେ ୱାର୍କ ଆଉଟ କରନ୍ତି ତମେ ଟିକେ ୱାର୍କ ଆଉଟ କର ନାଇଁ କ୍ରିକେଟ ଖେଳିବାକୁ ଯଦି ଯାଉଛ ଆଗ କଣ ଟିକେ ହାତ ଗୋଡ ହଲେଇ ବ୍ୟାଟ ଫାଟ ବୁଲେଇକି ବୁଲେଇ ବାଲେଇକି ଟିକେ ବଡି ଷ୍ଟ୍ରେଚ ଅପ୍ କରିବ ତାପରେ ଯାଇକି ଖେଳିବା ପାଇଁ ମଇଦାନ ଉପରକୁ ଯିବ ଆଉ ତମେ ସିଧା ଯାଇକି କଣ କହୁଛ ସେ ଯୋଉ ବାଳିକୁ ମାରିବ ବୋଲି ମାରି ଯିବ ବିଚରା ଲୋକ ପତଳା ହେଇକି ଗୋଟେ ଶରୀରଟେ ଗୋଟେ ଜଟା ବାନ୍ଧିଛ ଏତିକି ମାନେ ବଳ ତମର ବାଳି ତମର 2-3 ଟବର ହବ ତାକୁ ତା ଆଗକୁ ଆଗ ଯିବ ଆଗ ଟିକେ ୱାର୍କ ଆଉଟ କର ନାଇଁ କର ବଡି ଫଡି ବନାଅ ତାପରେ ଯିବ ତାର ଆଗକୁ ତାପରେ ତମର ଆଉ 15 ମିନିଟ ଅଛି ନା 4:15 5:15 ଥିଲା ନା କ୍ଲାସ ସରି ଦେଇଥିଲା 15 ମିନିଟ କାଫି ଠିକ ତ ଯେତେବେଳେ ଏଇ କଥା କହିଲେ ସୁଗ୍ରୀବ କହୁଛନ୍ତି ରହତା ତମେ ସିଧା ଯିବା ଦରକାର ନାହିଁ ସିଧା ଯିବା ଦରକାର ନାହିଁ ଆଗ ଟିକେ ରେଡି ହୁଅ ଯୁଦ୍ଧ କରିବା ପାଇଁ କେମିତି ରେଡି ହବ ତମେ ସିନା ନାଚ କରିବାକୁ ଯିବ ବୋଲି ଟିକେ ଷ୍ଟ୍ରେଚ ଅପ୍ କର ଟିକେ ଏକ୍ସରସାଇଜ କର ତାପରେ ଯିବ କି କ୍ରିକେଟ ଖେଳିବାକୁ ଯିବ ବୁଲେଇବ ସେ ପରା ଯୁଦ୍ଧ କରିବାକୁ ଯାଉଛି ଜୀବନ ପଳେଇବ ତେଣୁ ସେ ଛୋଟ ଛୋଟ ଜିନିଷ କରିବେ କି ବଡ ଧରଣ କଣ ଗୋଟେ କରିବେ ନା କଣ କରିବାକୁ କହିଲେ ବନ୍ଧିବାକୁ ଇଚ୍ଛା ଯେବେ ବାଳିକି ବଳ କଷ ଦୁନ୍ଦୁଭି ଅସ୍ଥି ଟେକି ଦୁନ୍ଦୁଭି ଗୋଟେ ବଡ ରାକ୍ଷସ ବିରାଟ ବଡ ରାକ୍ଷସ ଗୋଟେ ସମୟ ଥିଲା ବାଳି ଆଉ ଦୁନ୍ଦୁଭି ରାକ୍ଷସ ଭିତରେ ଫାଇଟ ହେଇଥିଲା ହେଲା ଦିଥର ଦୁନ୍ଦୁଭି ରାକ୍ଷସ ହାରିଗଲା କାହିଁକି ନା ବଳି ତ ପାଇଛି ନା ମାନେ ଶକ୍ତି ପାଇଛି ନା ସିଏ ସମସ୍ତଙ୍କୁ ବଳ ଅପହରଣ କରିକି ନେଇଯିବ ତା ପାଖରେ ଗୋଟେ ପାୱାର ଅଛି ଯାହାକୁ ଦେଖିବା ତା ବଳ ନେଇଯିବ ଯେତେ ବଡ ରାକ୍ଷସ ପାରିବ କି କେହି ପାରିବେ ନାଇଁ ତ ଦିଥର ଯେତେବେଳେ ଯୁଦ୍ଧ ହେଇଥିଲା ଆଗରୁ ଦୁନ୍ଦୁଭି ଦେଖିଥିଲା ପାରିବିନି ଯାଇକି ପାତାଳରେ ଲୁଚିଥିଲା ବାଳି ତାକୁ ଖୋଜି ଯାଇକି ପାତାଳରୁ ବାହାର କରିକି ଆଣିକି
ମାରିକି ବଧ କରିଦେଇଥିଲେ। ତ ସେଇ ରାକ୍ଷସ ଏତେ ବଡ ରାକ୍ଷସ ଯେ ସେ ମରିକି ଯୋଉଠି ପଡିଥିଲା ସେ ଗୋଟେ ବିଶାଳ ପାହାଡ ଭଳିଆ ପଡିଥିଲା ହେଲା। ତାପରେ ବହୁତ ବର୍ଷ ଗଲା ପରେ ତାର ଯୋଉ ଅସ୍ଥି ଗୁଡାକ ହାଡ ଗୁଡିକ ସେଠି ପଡିଥିଲା। ସେ ହାଡକୁ ଡେଇଁକି ଲୋକମାନେ ଯିବା ଆସିବା କରନ୍ତି, ତାକୁ ଟେକିକି ଆଉ କୋଉଠି ପକେଇ ମଧ୍ୟ ପାରନ୍ତି ହେଲା। ଏତେ ବଡ ରାକ୍ଷସଟେ, ମାନେ ସତେ ଯେମିତି ଗୋଟେ ପାହାଡର ଅସ୍ଥି, ସେଟା ଗୋଟେ ହାଡ ବି ଥୁଆ ହେଇଛି, ସେ ହାଡଟା ସତେ ଯେମିତି ଗୋଟେ ପାହାଡଟେ ସେଇଭଳି କିଛି ଶରୀରଟି ତାର ଥିଲା। ତେବେ କହୁଛନ୍ତି ଯଦି ବଧିବାକୁ ଇଚ୍ଛା ଅଛି ବାଳିକି, ବଧିବାକୁ ହେଲେ ମାରିବାକୁ, ବାଳିକୁ ଯଦି ମାରିବାକୁ ଇଚ୍ଛା ଅଛି ତାହେଲେ ପ୍ରଥମେ ବଳ କଷ ହେଲା ସେଇ ଯୋଉ ୱାର୍ମ ଅପ୍ କର ଟିକେ ତମେ କଷରେ ରେଡି ହୁଅ, ଯୁଦ୍ଧ କରିବା ପୂର୍ବରୁ ଟିକେ ଯୋଉ ଆଗରୁ ଏକ୍ସରସାଇଜ କରନ୍ତି ସେଥିପାଇଁ ଟିକେ ସଜାଗ ହୁଅ। ରେଡି ହବ କେମିତି ନା ବଳ କଷ ଦୁନ୍ଦୁଭି ଅସ୍ଥି ଟେକି, ଦୁନ୍ଦୁଭି ନାମକ ଯୋଉ ଅସୁରଟି ମରିକି ପଡିଛି ତାର ଅସ୍ଥିଟି ପଡିଛି, ତାକୁ ଟେକିଦବ ଯଦି ତାହେଲେ ଯାଇକି ତମେ, ମୁଁ ଜାଣିବି ତମର ଶକ୍ତି ଅଛି, ତମେ ବାଳିକୁ ଫାଇଟ କରିକି ପାରିପାରିବ, ତା ଆଗକୁ ଯାଇପାରିବ। ତ ଦୁନ୍ଦୁଭି ଅସ୍ଥି କଣ, ଆମେ ଯୋଉ ଅସ୍ଥି ମାନେ କଣ ଗୋଟେ ମଣିଷଟେ ମରିଗଲା ତାର ହାଡ ଭଙ୍ଗା ଏତିକି ଟିକେ ଆମେ ଗୋଟେ ସାଧାରଣ ଲୋକ ଗୋଟେ ହାତରେ ଟେକି ଦଉ, କିନ୍ତୁ ତାର ହାତ ଏମିତି ବଡ ଥିଲା, କେତେ ବିରାଟ ବଡ ପାହାଡ ଥିଲା, ତାକୁ କେହି ହଟେଇ ବି ପାରୁନଥିଲେ, ଟିକେ ହଲଚଲ ବି କରିପାରୁନଥିଲେ, ତାକୁ ଚଢିକି ପାର ହବା ପାଇଁ ହେଲେ ସତେ ଯେମିତି ଗୋଟେ ବଡ ପର୍ବତ ଆରୋହଣ କରିକି ସେପଟକୁ ଯିବାକୁ ପଡେ ସେଇଭଳି ଯାଉଥିଲେ। ଆକୁ ମଧ୍ୟ କଷ୍ଟ ହବ, ସେଥିପାଇଁ ସେ ଜାଣିଛି ଯେ ଆକୁ ଟେକିବା କଷ୍ଟ, ସୁଗ୍ରୀବ ଜାଣିଛି। ତେବେ ଶୁଣିଲେ, ରାମଚନ୍ଦ୍ର ଶୁଣିଲେ, ହେଲେ ରାମଚନ୍ଦ୍ର ଯିବେ ଏବେ ଚାଲ ଠିକ ଅଛି, ଯଦି ବିଶ୍ୱାସ ହଉନି ଚାଲ ବିଶ୍ୱାସ ଜନ୍ମେଇବାକୁ ପଡିବ ନା, ସାଙ୍ଗ ତ କରିଛନ୍ତି କଣ କରିବ, ବିଶ୍ୱାସ ଜଣେଇବା ପାଇଁ କି କୋଉଠି ଯିବାକୁ ପଡିବ, ସେ ଯୋଉ ଅସ୍ଥି ପାଖକୁ ଯିବାକୁ ପଡିବ, ସେ ପାହାଡ ପାଖକୁ ଯିବାକୁ ପଡିବ। ତେବେ ବିଜେ ରାମ ଶୁଣି ସେ ସନ୍ନିଧିର ବୃଦ୍ଧାଙ୍ଗୁଳିକି ବାମ ଚରଣ, ତାପରେ ବିଜେ କଲେ, ରାମଚନ୍ଦ୍ର ଏକଥା ଶୁଣିକି ବିଜେ କଲେ ମାନେ ଗଲେ, କୋଉଠିକି ଗଲେ, ସେ ସନ୍ନିଧିର, ସନ୍ନିଧିର ହେଲା ନିକଟ ବା ସମୀପ ଭାଗ, ମାନେ ସେଇ ପାଖକୁ ଗଲେ, ସମୀପକୁ ଗଲେ ବା ସେ ନିକଟକୁ ଗଲେ, କାହା ନିକଟକୁ, ସେ ଯୋଉ ଦୁନ୍ଦୁଭି ଅସ୍ଥିର ଯୋଉ ପର୍ବତ ଥିଲେ ସେ ଦୁନ୍ଦୁଭି ଅସ୍ଥି ପାଖକୁ ଗଲେ। ଯାଇକି କଣ କଲେ, ବୃଦ୍ଧାଙ୍ଗୁଳିକି ବାମ ଚରଣର, ବାମ ଚରଣ ବାଁ ଚରଣ ହେଲା ପାଦ, ବାଁ ପାଦର ବୁଢା ଆଙ୍ଗୁଠିରେ ଟେକିକି ବଲ ଭଳିଆ ଫୋପାଡି ଦେଲେ, ଏମିତି ତାଙ୍କ ପାଇଁ ହାଲକା ଥିଲା। ବିନ୍ୟସ୍ତ ଯେ କଲେ ଅସ୍ଥିଗିରିରେ, ବନ ରୁହେ କରିକର ପରିରେ, କେଉଁଭଳି ସେ ଫୋପାଡ଼ିଲେ, ଯେ ବିନ୍ୟସ୍ତ କଲେ ସ୍ଥାପନ କଲେ, ଯେ ଅସ୍ଥିଗିରିରେ, ସେ ଯୋଉ ଅସ୍ଥି ପର୍ବତରେ ତାଙ୍କର ବାମ ପାଦର ବୁଢା ଆଙ୍ଗୁଠିକି ନେଇକି ଛୁଆଇଲେ, ବିନ୍ୟସ୍ତ କଲେ ବା ସେଠି ଯାଇକି ଲଗେଇଲେ, ମାରିବେ ନା, ମାନେ ସ୍ଥାପନ କଲେ, ନେଇକି ତାଙ୍କ ପାଦ ଉପରେ ରଖିଲେ ତ କହୁଛନ୍ତି ମାରିବେ, ଠିକ କହିଲେ ତମେ ବଲଟା କିକ୍ କେମିତି କରୁଛ, ବଲଟା ପାଖରେ ଗୋଡଟା ରଖିକି ତାକୁ ମାରୁଛ କାହିଁକି, ସେଇଭଳିଆ ଇଏ କଣ କଲେ, ସେ ଅସ୍ଥିଟା ଥୁଆ ହେଇଛି ବିରାଟ ବଡ ପାହାଡଟେ, ଅସ୍ଥିର ପାହାଡ ନେଇକି ତାଙ୍କର ବୁଢା ଆଙ୍ଗୁଠି, ସରି ବାମ ପାଦର ବୁଢା ଆଙ୍ଗୁଠିକି ନେଇକି ସେଠି ସ୍ଥାପନ କଲେ। ସ୍ଥାପନ କରିକି ପକେଇଲେ, ଯୋଉ ମାରିକି ପକେଇଲେ, ସେ ଯୋଉ ଉଡି ଉଡି ଯାଇକି ଅଲଗା ଜାଗାରେ ପଡିଲା, କେମିତି ପଡିଲା, ଯେଉଁଭଳି ଭାବରେ ବନ ରୁହେ କରିକର ପରିରେ, ବନ ରୁହେ ହେଲା ପଦ୍ମ, ପଦ୍ମରେ କରିକର ହେଲା ହାତୀ ଶୁଣ୍ଡ, ଏଇଠି କରିକର ଶବ୍ଦର ଅର୍ଥ ହେଲା ହାତୀ ଶୁଣ୍ଡ, ହାତୀଟିଏ ତା ଶୁଣ୍ଡରେ ଯେମିତି ପଦ୍ମ ଫୁଲ ନାଳ ଯେମିତି ଘୋଡେଇକି ଛିଣ୍ଡେଇ ଆଣେ, ଯେତେ ସହଜରେ ସେ ପଦ୍ମ ଫୁଲଟିକୁ ଛିଣ୍ଡେଇ ଆଣେ, ଟିକେ ଯୋଉ ଫଟୋ ଦେଖିଥିବ ଲକ୍ଷ୍ମୀ, ଗଜଲକ୍ଷ୍ମୀ ମାଙ୍କର ଦିପଟେ ହାତୀ ଦିଟା ପଦ୍ମ ଫୁଲ ତାଙ୍କର କୁଣ୍ଡରେ ଟେକିକି ରଖିଥିବେ ମାଙ୍କୁ ଅର୍ପଣ କରୁଥିଲେ, ବହୁତ ଜାଗାରେ ସେମିତିଆ ଫଟୋ ସବୁ ମରା ଯାଇଥାଏ, ସ୍ପେସିଆଲି ଗଜଲକ୍ଷ୍ମୀଙ୍କର ପାଖରେ, ଅଲଗା ଲକ୍ଷ୍ମୀଙ୍କ ପାଖରେ ବି ହୁଏ, କିନ୍ତୁ ଗଜଲକ୍ଷ୍ମୀଙ୍କ ପାଖରେ ଟିକେ ଅଧିକ ହୁଏ, ଦିପଟେ ଦିଟା ହାତୀ ଥାନ୍ତି, ସୁନ୍ଦର ପଦ୍ମଫୁଲ ଦିଟାକୁ ଟେକିକି ମାଙ୍କୁ ଅର୍ପଣ କରିଥାନ୍ତି, ସେଇଭଳି ଫଟୋ ସବୁ ଲଗା ଯାଇଥାଏ। ତ ଯେଉଁଭଳି ହାତୀ ତା ଶୁଣ୍ଢରେ ପଦ୍ମଫୁଲ ନାଳକୁ ମୋଡିକି ନେଇକି ଦିଏ, ଯେତେ ହାଲକା ଲାଗେ, ଠିକ ସେଇଭଳି ରାମଚନ୍ଦ୍ର ତାଙ୍କର ବୃଦ୍ଧା ଆଙ୍ଗୁଠିର, ବାମ ପାଦର ବୃଦ୍ଧା ଆଙ୍ଗୁଠିରେ ଗୋଇଠା ମାରିକି ଫୋପାଡି ଦେଲେ, ଅତି ସହଜ। ଏଇଟା ତୁଳନାତ୍ମକ ସାହିତ୍ୟ ଯୋଉ ଦିଧାରେ ଗୋଟେ ଜିନିଷକୁ ଆଉ ଗୋଟେ ସହିତ ତୁଳନାତ୍ମକ ଏବଂ ପ୍ରତୀକ ଧର୍ମ, ପ୍ରତୀକ ଧର୍ମ ଏବଂ ତୁଳନାତ୍ମକ ସାହିତ୍ୟ। ତ କହିଲେ ଯେ ହାତୀ ଯେମିତି ପଦ୍ମ ଫୁଲଟାକୁ ଛିଣ୍ଡେଇକି ଫିଙ୍ଗି ଦିଏ, ସେଇଭଳି ମଧ୍ୟ ସେଇଭଳି ରାମଚନ୍ଦ୍ର ସେ ଗିରିକୁ ଗୋଇଠା ମାରିକି ଫୋପାଡି ଦେଲେ, ଫୋପାଡି ଦେଲେ, ସେ ଯାଇକି ପଡିବ ଗୋଟେ ଜାଗାରେ, ନାଇଁ ପଡିବାର ଶବ୍ଦ ଶୁଣିଲେ ହିଁ ଜାଣିବ ଯେ ହଁ ଏଟା ପ୍ରକୃତିରେ ଓଜନଦାର ଥିଲା। ତେବେ ପୁଣି କହୁଛନ୍ତି ବେଗେ ତୋଳିଲେ କଳି ଯେମନ୍ତ
ବିହାୟସୀ ଫିଙ୍ଗିଦେଲେ ତେମନ୍ତ ବେଗେ ଅତି ଶୀଘ୍ର ରାମଚନ୍ଦ୍ର ତୋଳିଲେ ମାନେ ଯୋଉ ଗୋଇଠା ମାନେ ତାକୁ ମଧ୍ୟ ପୁଣି ତୁଳନା କରାଯାଇଛି କେମିତି କଳି ହେଲା ଫୁଲ କଢକୁ ଯେମିତି ତୋଳି ପକାନ୍ତି ଅତି ସହଜରେ ଫୁଲ କଢର ଓଜନ କେମିତି ପୁରା ହାଲକା ତ ସେଇଭଳି ଲାଗିଲା ରାମଚନ୍ଦ୍ରକୁ ଯେତେବେଳେ ସେ ତାକୁ ଗୋଇଠା ମାରିକି ପର୍ବତଟିକୁ ସେ ଯୋଉ ଅସ୍ଥି ନିର୍ମିତ ପର୍ବତକୁ ଫୋପାଡ଼ିଲେ ବେଗେ ତୋଳିଲେ କଳି ଯେ କଳି ସେ ଯେମନ୍ତ କଳି ଶବ୍ଦର ଅର୍ଥ ଏଠି କଜିଆ କଳି ନୁହେଁ ନା ଗୋଟେ ଯେମିତି ତମର ଗୋଟେ ଶବ୍ଦରେ ସାହିତ୍ୟରେ ଦି ତିନିଟା ଅର୍ଥ ଥାଏ ଠିକ ସେମିତି ଏଇଠି ଯୋଉ କଳି ଶବ୍ଦର ଅର୍ଥ ହେଲା କଳିକା ବା କଢି ଫୁଲ କଢି ତ ଫୁଲ କଢକୁ ଯେମିତି ସହଜରେ ତୋଳି ହେଇଯାଏ ଛିଣ୍ଡିକି ଭରି ହେଇଯାଏ ସେଇଭଳି ଅତି ଶୀଘ୍ର ରାମଚନ୍ଦ୍ର ଫୁଲ ଭଳିଆ ସେ ଯୋଉ ଦୁନ୍ଦୁଭି ପର୍ବତଟିକୁ ଧରିକି ଗୋଇଠା ମାରିକି ବିହାୟସ ଭିଙ୍ଗିଦେଲେ ତେମନ୍ତ ବିହାୟସ ହେଲା ଆକାଶକୁ ବଲଟା ଯେତେବେଳେ ଏମିତି କିକ୍ ମାରୁଛ ସେ କଣ ଏମିତି ଉଠିକି ଯାଉଛି ନାଇଁ ଉଠିକି ଯାଉଛି ଗୋଟେ ଜାଗାରେ ଦୁମ୍ କିନା ପଡୁଛି ସେମିତି ଇଏ ପାହାଡ ତାକୁ ଗୋଟେ କିକ୍ ମାରିଲେ ସେ ସେମିତି ଉଠିକି ବିହାୟସ ଆକାଶ ମାର୍ଗରେ ଯାଇକି ଗୋଟେ ଜାଗାରେ ଦୁମ୍ କିନା ପଡିଲା ହେଲା ହସୁଛ କାହିଁକି ଦୁମ୍ କିନା ପଡିଲା ଏଇଟା ବା ଏମିତି ଦୁମ୍ କିନା ପଡିଲା ତ ଆକାଶ ମାର୍ଗକୁ ସିଏ ସେଇ ତେମନ୍ତ ହେଲା ସେଇଭଳି ଯେମନ୍ତ ହେଲା ଯେପରି ଯେପରି ଫୁଲ କଢ ଟିକେ ମାନେ ତୋଳି ଦେବାକୁ ଯେତିକି ହାଲକା ଲାଗିବ ଠିକ ସେଇଭଳି ଭାବରେ ରାମଚନ୍ଦ୍ର ସେଇ ପାହାଡଟିକୁ ଆକାଶ ମାର୍ଗକୁ ଫିଙ୍ଗିଦେଲେ ପକେଇଦେଲେ ସେ କଣ ଆକାଶରେ ଆଉ ଝୁଲିବ କି କାହିଁକି ଝୁଲିବନି ମାଧ୍ୟମର ଆକର୍ଷଣ ଶକ୍ତି ଅଛି ନା ପୃଥିବୀର ଯାହା ଝୁଲିଏ ସେ ଟାଣି ଆଣିବ ନିଜ ଆଡକୁ ନାଇଁ ତେଣୁ ଇଏ ସେଟା ଯାଇକି ଆକାଶ ଉପରକୁ ଉଠିଲା ତାପରେ ଯାଇକି କୋଉଠି ଗୋଟେ ପଡିଲା ଯେତେବେଳେ ତାର ଶବ୍ଦଟି ନିହାତି ଭାବରେ ହବ ତେବେ କହିଲେ ବଢେ ଶୁଭନ୍ତେ ଶବଦ ତହିଁର ବ୍ୟମେ ଦୃଷ୍ଟି କିସ୍କିନ୍ଧା ବାସୀଙ୍କର ବଢେ ହେଲା ଖୁବ ଜୋରେ ବଢେ ଯୋଉ ଲେଖା ହେଇଛି ମାନେ ଖୁବ ଜୋରେ ବା ଅତ୍ୟଧିକ ଅତି ଜୋର ସାଉଣ୍ଡ ହେଲା ପଡିଲେ ତ ଦୁମ୍ କିନା ଏଡେ ବଡ ଜିନିଷଟା ମାଟିରେ ପଡିବ ଆବାଜ ତ ନିହାତି ହବନି ଆବାଜ ହବ ନା ନାଇଁ ତ ଆବାଜ ହବ ବଢେ ଶୁଭନ୍ତେ ଶବଦ ତହିଁର ଯେତେବେଳେ ସେ ପଡିଲା ନାହିଁ ଖୁବ ଜୋରରେ ପଡିଲା ଅତି ଜୋରରେ ଗୋଟେ ଶବ୍ଦ ଶୁଭାଗଲା ସେ ଶବ୍ଦ ଶୁଣିକି ଶୁଭନ୍ତେ ଶବଦ ତହିଁର ତାର ତହିଁର ସେଇ ଯୋଉ ପାହାଡଟି ପଡିଲା ତାର ଯୋଉ ଶବ୍ଦଟି ହେଲା ଏତେ ଜୋର ଅତ୍ୟଧିକ ଶବ୍ଦଟି ହେଲା ଯେ ଖୁବ ଜୋର ଶବ୍ଦଟି ହେଲା ଯେ ବ୍ୟମେ ଦୃଷ୍ଟି କିସ୍କିନ୍ଧା ବାସୀଙ୍କର ତ କିସ୍କିନ୍ଧା ସେଇ ଜାଗାଟା କିସ୍କିନ୍ଧା ଜାଗା କିସ୍କିନ୍ଧାପୁରରେ ଯୋଉ ବାସୀ ନଗରବାସୀ ମାନେ ରହୁଥିଲେ ଯୋଉ ବସତି ସ୍ଥାପନ କରିଥିଲେ ଯୋଉ ରାଜ୍ୟର ଲୋକମାନେ ସେମାନେ ସେ ଶବ୍ଦଟା ଶୁଣିଲେ ଏଡେ ବଡରେ କଣ ପଡିଲା ସମସ୍ତେ ଆକାଶକୁ ଚାହିଁଲେ ବ୍ୟମେ ଦୃଷ୍ଟି ହେଲା ଦୃଷ୍ଟି ନିକ୍ଷେପ କରିବା ପାଇଁ ଚାହିଁବା ବ୍ୟମ ହେଲା ଆକାଶ ସମସ୍ତେ ଆକାଶ ମାର୍ଗକୁ ଚାହିଁଲେ କଣ ଗୋଟେ ପଡିଲା ଏତେ ବଡ ଶବ୍ଦ ହେଲା ଦୁମଦାମ ଆବାଜ ହେଲା କଣ ଗୋଟେ ପଡିଲା ଭାବିକି କିସ୍କିନ୍ଧା ବାସୀ ମାନେ ଲୋକମାନେ ସମସ୍ତେ ଆକାଶ ମାର୍ଗକୁ ଚାହିଁଲେ ପୁଣି କହିଲେ ବିତର୍କିଲେ କି ମଇନା କଉଡି ବଜ୍ର ଘାଏ ବହୁତ ଦୂରେ ପଡି ବିତର୍କିଲେ ଭାବିଲେ ବିତର୍କିଲେ ଅର୍ଥାତ୍ ଭାବିଲେ ପରସ୍ପର ଭିତରେ ମନରେ ଆସିବ କଣ ଗୋଟେ ପଡିଲା ସେ ସେଠୁ ମନରେ ଭାବିଲେ କି କଣ ଭାବିଲେ ନା ମଇନାକ ଉଡି ମଇନାକ ପର୍ବତ ମଇନାକ ହେଲା ମେନକାଙ୍କର ପୁତ୍ର ମଇନାକ ପର୍ବତ କୋଉଟା କୈଳାସ ପର୍ବତ ନାଇଁ କି କୈଳାସ ପର୍ବତକୁ କୁହାଯାଇଥାଏ ମଇନାକ ପର୍ବତ ତ ସେ ଯୋଉ ମଇନାକ ମେନକାଙ୍କ ପୁତ୍ର ବୋଲି ତାକୁ ମଇନାକ କୁହାଯାଏ ମଇନାକ ପର୍ବତ ତ ସିଏ କହିଲେ ମଇନାକ ପର୍ବତଟା ଉଡି ଆସିକି କୋଉଠି ପଡିଲା ଦୁମ୍ କିନା ବଜ୍ର ଘାଏ ବହୁତ ଦୂରେ ପଡି ଆଉ ମଇନାକ ପର୍ବତଟି ଉଡି ଆସିକି ବଜ୍ରର ଆଘାତରେ ବହୁତ ଦୂରରେ ଯାଇ ପଡିଲେ କାହିଁକି ପର୍ବତ ପଡି ଉଡିବ କାହିଁକି ଏଇଟା କାହିଁକି ନା ଆଗରୁ ପୁରାଣରେ ଆମର ଅଛି ଯେ କଣ ହୁଏ ପର୍ବତ ମାନଙ୍କର କୁଆଡେ ପର ଥିଲା ହେଲା ସେମାନେ ଉଡୁଥିଲେ ପକ୍ଷୀ ଭଳିଆ ପର୍ବତ ପର ଥିଲେ ସେମାନେ ଉଡୁଥିଲେ ତାମାନେ ସିଏ କଣ କରୁଥିଲେ କୋଉଠି ଯାଇକି ଧୁମଧାମ ପଡୁଥିଲେ ଯେତେବେଳେ ପର୍ବତ ଏତେ ବଡ ବିଶାଳ ପର୍ବତ ଉଡି ଉଡି କୋଉଠି ଧୁମଧାମ ପଡିବ ତା ତଳେ ଯୋଉମାନେ ଯିବେ ସେ ସଫା ସୁତୁରା ନାଇଁ ଘର ଦ୍ୱାର ଜନଜୀବନ ବହୁତ ସାରା ନଷ୍ଟ ହଉଥିଲା ତ ଏଇ ସବୁ କଥା ଶୁଣିକି ସବୁ ଜୀବନ ଲୋକମାନେ ଆଉ ଧରତୀ ମା ଇନ୍ଦ୍ରଙ୍କୁ ଯାଇକି କହିଲେ ଯେ ଇନ୍ଦ୍ର ଆମେ ଏମିତି ଅସୁବିଧାରେ ଅଛୁ ପର୍ବତ ଗୁଡା ଯୋଉ ଉଡୁଛନ୍ତି ଧୁମଧାମ ଆସିକି ବହିରେ ଅଛି ସେଇଟା ହେଲା ତମର ଯୋଉ ଇଏରେ ଅଛି ତ ପର୍ବତ ଗୁଡାକ ଉଡୁଛନ୍ତି ସବୁଆଡେ ପଡୁଛନ୍ତି କେତେ ଧନ ଜୀବନ ନଷ୍ଟ ହଉଛି ତ ଆମେ କଣ କରିବୁ କେମିତି ବଞ୍ଚିବୁ ସବୁବେଳେ ଯଦି ପର୍ବତ ଗଲା ସେଠି ପଡିଲା ସେ ପର୍ବତ ଗଲା ଏଠି ପଡିଲା
ତାହେଲେ କୋଉଠି ନା କୋଉଠି କରୁଛନ୍ତି, କେତେ ଲୋକ ମରୁଛନ୍ତି, କେତେ ଗାଁ ଗଣ୍ଡା ନଷ୍ଟ ହେଇଯାଉଛି। ଇନ୍ଦ୍ର କଣ କଲେ, ସେ ତାର ବଜ୍ରରେ ମାରିକି ତାଙ୍କର ସବୁ ଡେଣା ଭାଙ୍ଗିଦେଲେ। ସେଠୁ ପର୍ବତ ଗୋଟେ ଜାଗାରେ ସ୍ଥିର ହେଇକିନା ଅଛି, ଆଉ ଦାଉଡ଼ି କରୁନି। ଏଇଟା ଇମାଜିନେସନ ହେଇଥିବ, ଥୋଡି ସତରେ ଗୋଟେ ପର୍ବତ ଉଡିକି ପଡିବ। ପୁରାଣରେ ତ କେତେ ଗୁଡେ କଥା ଅଛି, ଥୋଡି ସବୁ କଥା ସତ କି? ବହୁତ ସାଂସ ମିଲ୍କ ବି ଥାଏ ନା, ଗୋଟେ ଶବ୍ଦ ଅଛି କାହିଁକି? ତେଣୁ କରିକି ଆଉ ଯୋଉ ତମେ ଟିଭିରେ ଦେଖୁଛ କଣ, ସେଗୁଡା କଣ ସତ କି? ଛାତକୁ 15 ଥର ଛାତକୁ ଡେଇଁ ପଡିକି ବଞ୍ଚି ଯାଉଛନ୍ତି, ସେ ସତ? ସେମାନେ କାଳ୍ପନିକ। ସେମିତି ପୁରାଣରେ ବହୁତ ଜିନିଷ କଳ୍ପନା ଜିନିଷ ଗୁଡାକ ଅଛି। କାରଣ ଆମ ଭାରତଟା ହେଲା ସବୁ କଣ୍ଟ୍ରି ମାନଙ୍କ ବିଷୟରେ ଶ୍ରେଷ୍ଠ ହେଲା କଳ୍ପନାରେ। ସେ ଭାବିକି ବନେଇଥିଲେ ତାଙ୍କର ତମର ସେକେଣ୍ଡ ଇୟର ପାଠ ଥିବ ଯେ ଆମର ଆଗରୁ ଏବେ ଧୀରେ ଧୀରେ ଚେଞ୍ଜ ହେଲାଣି। ଆଗରୁ ତମର ମେଡିକାଲ ସାଇନ୍ସ ବହିରେ ଏତେ ସାରା କଳ୍ପନା ଜିନିଷ ପଶୁଥିଲା ଯେ ଯୋଉଟା କି ତାଙ୍କର ସାହିତ୍ୟ ଅଲଗା ଦେଶର ସାହିତ୍ୟ ଉପନ୍ୟାସରେ ମଧ୍ୟ ନଥିବ। ମାନେ କାବ୍ୟ ମାନଙ୍କରେ ମଧ୍ୟ ନଥିବ ଏତେ ଅଳଙ୍କାର। ତୁମର ମେଡିକାଲ ସାଇନ୍ସରେ ଏତେ ଅଳଙ୍କାର ଦିଆ ହେଇକି ଲେଖା ହଉଥିଲା, ଏତେ କଳ୍ପନା ଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଧୀରେ ଧୀରେ ସେଟା ବଦଳିଲା। ସେକେଣ୍ଡ ଇୟର ତମର ଅଛି ଗୋଟେ ବିଷୟ ଇତିହାସ ନାମକ, ସେଇଠି ଅଛି। ତେଣୁ ଯାହା ବି ହଉ, ତ ସେଥିପାଇଁ କି ଲୋକମାନେ ଭାବିଲେ କି ମୈନାକ ପର୍ବତକୁ ପୁଣି ଥରେ ଇନ୍ଦ୍ର ଆସିକି ବଜ୍ରରୁ ବାଡେଇଲେ, ସେ ଦୁମକିନା ପଡିଲା। ସେଇଥିପାଇଁ କି କହୁଛନ୍ତି ଯେ ଭାବିଲେ ମୈନାକ ପର୍ବତଟା ଉଡି ଉଡି ଆସିକି ଗୋଟେ ଜାଗାରେ ଦୁମକିନା ପଡିଲେ। କାହିଁକି ନା ବଜ୍ର ବେଳେ ବହୁତ ଦୂରେ ପଡି, ବହୁତ ଦୂରରେ ଯେମିତି ବଜ୍ରର ଆଘାତରେ ଇନ୍ଦ୍ର ଯୋଉ ବଜ୍ର ଆଘାତ କରିଥିଲେ ପୂର୍ବରୁ ସେମାନେ ଶୁଣିଥିଲେ, ସେଥିପାଇଁ ଆଉ ଥରେ ଆସିକି ପଡିଗଲା କି ଆଉ? ତ ଏଇଆ ଭାବିଲେ। ତାପରେ ବିକଳ୍ପତା ଉପୁଜିଲା ସୁଗ୍ରୀବ ବଡ ଗର୍ବ ହୋଇଥିଲା। ବିକଳ୍ପତା ହେଲା ସନ୍ଦେହ ଉପୁଜିଲା। ସୁଗ୍ରୀବ ସହଜରେ ବିଶ୍ୱାସ କରୁନି, ଭାରି ମାନେ ଅବିଶ୍ୱାସ ଲୋକଟା। କେମିତି ତାକୁ ବିଶ୍ୱାସ କରିବି? ପରେ ଗୋଟେ ଏତେ ବଡ କାମ କଲା ପରେ ବି ସେ ଡାଉଟ ହେଲା। କେମିତି କଣ ଏତେ ବଡ ପର୍ବତଟାକୁ ଟେକିଦେଲା? ନାଇଁ ନାଇଁ, କିଛି ଗୋଟେ ଭୁଲ ଅଛି। ଆଉ ହୁଏତ ଏ ଯୋଉ ଏଇଟା ହାଲକା ହେଇଗଲାଣି, ପର୍ବତଟା ବୋଧେ ହାଲକା ହେଇଗଲାଣି, ସେଥିପାଇଁ ସେ ଟେକିଦେଲା ଆଉ। ତେଣୁ ବିକଳ୍ପତା ଉପୁଜିଲା ସୁଗ୍ରୀବର ମନରେ ସନ୍ଦେହ ଜାତ ହେଲା। ବଡ ଗର୍ବ ହୋଇଥିଲା ପୂର୍ବେ। ସେଠୁ ସେ ଭାବିଲା, ଗର୍ଭଟା ଅତ୍ୟଧିକ ଓଜନିଆ। ତେଣୁ ମନେ ମନେ ଭାବିଲା, ଏଇ ଯୋଉ ପର୍ବତ ଯୋଉ ଅସ୍ଥିର ପର୍ବତଟି ଆଗରୁ ବହୁତ ଓଜନିଆ ହେଇଥିଲା। କିନ୍ତୁ କାଳକ୍ରମେ ଆ ଦେହରେ ଖରା ବାଜୁଛି, ସବୁବେଳେ ସୂର୍ଯ୍ୟଙ୍କର କିରଣ ପଡୁଛି ସେ ଯୋଉ ମୁଣ୍ଡରେ, ତାହେଲେ ହୁଏତ ତାର ଯୋଉ ଖରା ବାଜି ବାଜିକି ତାର ଯୋଉ ଚର୍ମ ମାଂସ ଫାଂସ ଗୁଡାକ ଶୁଷ୍କ ହେଇଗଲାଣି, ପଚିକି ନଷ୍ଟ ହେଇଗଲାଣି। ସେଥିପାଇଁ ହାଡଟା ଫୁସା ହେଇଯାଇଛି ଆଉ ରାମଚନ୍ଦ୍ର ଆରାମରେ ଟେକିଦେଲେ। ଏଇଆ ମନେ ମନେ ଭାବିଲେ। ଏବେ କହୁଛି, ବସା ଆଦି ମାଂସ ଚର୍ମେ ସମ୍ପୂର୍ଣ୍ଣ ବିନାଶକ କୃତି ବସେ ସେମାନ। ବସା ହେଲା ମଜା ବା ଚର୍ବି ହେଲା। ଏଠି ବସା ଶବ୍ଦର ଅର୍ଥ ହେଲା ମେଦ ବା ଚର୍ବି। ଆମ ଦେହରେ ଯୋଉ ମାଂସ ଗୁଡାକ ଥାଏ, ଚର୍ବି ଗୁଡାକ, ମୁଁ କହୁଛି ମେଦ ବହୁଳତା ହେଇଛି, ମାନେ କଣ ତା ଦେହରେ ଅତ୍ୟଧିକ ଚର୍ବି ହେଇଯାଇଛି, ମାନେ ମୋଟା ହେଇଯାଇଛି। କାହିଁକି ଚର୍ବି ଖାଦ୍ୟ ତେଲ ଜାତୀୟ ଜିନିଷ, ତ ସେଥିପାଇଁ କହୁଛି ଚର୍ବି ବା ତାକୁ ବସ ବୋଲି କହନ୍ତି। ଚର୍ବି କିଏ କିଏ କୁହନ୍ତି, ମଜା କିଏ କିଏ କୁହନ୍ତି, ଆଉ କିଏ କିଏ ମେଦ ବୋଲି ତାକୁ କୁହନ୍ତି। କିଏ କୋଉ ପ୍ରକାର ଭାଷାରେ ପ୍ରୟୋଗ କରନ୍ତି। ଆଦି ମାଂସ ଚର୍ମେ ସମ୍ପୂର୍ଣ୍ଣ। ଆଉ ମାଂସ ଆଉ ଚର୍ମରେ ତାର ସେ ଯୋଉ ଅସ୍ଥିଟି, ସେ ଯୋଉ ଶରୀରଟି, ରାକ୍ଷସଟିର ଶରୀରଟି କଣ କରୁଥିଲା? ଗୋଟେ ମଣିଷ ଶରୀରରେ, ସେ ମଣିଷ ଗୋଟେ ଅସୁର ଉପରେ କଣ ଥିବ? ରକ୍ତ ଥିବ, ମାଂସ ଥିବ, ଚର୍ବି ଥିବ, ହାଡ ଥିବ, ରକ୍ତ ଥିବ, ଚର୍ମ ଥିବ, ସବୁ ମିଶି ମିଶିକି ମାନେ ଆମ ଦେହରେ କଣ କଣ ଅଛି? ହାଡ ଅଛି, ହାଡ ଅଛି, ମାଂସ ଅଛି, ଚର୍ମ ଅଛି, ରକ୍ତ ଅଛି, ସବୁ ମିଶି ମିଶିକି ଅଛି ନା। ଖାଲି ହାଡ କି? ହାଡ ନୁହେଁ ନା। ତେଣୁ ତା ଦେହରେ ସେ ଅସୁରଟି ତା ଦେହରେ ମଧ୍ୟ ଥିଲା। ବସା ହେଲା ଚର୍ବି, ମାଂସ, ଚର୍ମ, ମାନେ ତାର ଯୋଉ ଚମଡାଟା ଉପର ଭାଗ, ସେ ବି ତ ଓଜନ ନା। ସମ୍ପୂର୍ଣ୍ଣ ବିନାଶ କୃତି ବସେ ଶେଷନ। ସେଗୁଡାକ ହୁଏତ ବିନାଶ ହେଇଯାଇଛି ବା ନଷ୍ଟ ହେଇଯାଇଛି। କେମିତି? କୃତି ବସା ହେଲା ପଚି ଯାଇଥିବାରୁ। ଏତେ ଦିନ ହେଲାଣି ଯେହେତୁ ମରିକି ପଡିଲାଣି, ମଣିଷ ଶରୀର କଣ ପକେଇଦେଲେ କିଛି ବର୍ଷ ଭଲ ଲୋକ କଣ ପଚିଯିବନି? ଜାନୁଆର ମାନେ ତମର ମୂଷା ଫୁଷା ମରିଗଲେ ପଚିଯାନ୍ତି? କୁକୁରଟି କୋଉଠି ପଚିଯିବ? ପଚିଗଲେ ସିନା ବାସ୍ନା କରୁଛି ତାର ଯୋଉ ଦେହ ଶରୀର ଅଙ୍ଗ ଗୁଡିକ ଗନ୍ଧ କରୁଛି, ବାସ୍ନା ମାନେ ଖରାପ ବାସ୍ନା କରୁଛି ହେଲା। ତେଣୁ କହୁଛି ଇଏ ହୁଏତ ସେଇଆ ହେଇଛି। କେତେ ବର୍ଷ ହେଲାଣି ଏ ଯୋଉ ରାକ୍ଷସଟି ଅସୁରଟିର ଶରୀରଟି ମରିକି ପଡିଛି, ହୁଏତ ତାର ନହେଲେ ଏତେ ହାଲକା ମାନେ ହାଲକା ବୋଲି କେମିତି ମନକୁ ବୁଝେଇବ? ଏତେ ରାମଚନ୍ଦ୍ର କରିସାରିଲେନି, ତାର ଓଜନ ଟାକୁ ଟେକିକି ଫୋପାଡ଼ି ସାରିଲେଣି। ତେଣୁ ସିଏ ନିଜକୁ ବୁଝଉଛି। ସନ୍ଦେହ ଯେତେବେଳେ ମନକୁ ଆସିଲା, ବହୁତ ପ୍ରକାର ବାଟ ଦେଇକି ଆସେ, ହଜାରଟା କ୍ୱେଶ୍ଚନ। ତାକୁ ବିଶ୍ୱାସ କରିବାର ଅଛି ତ, କିଛି ଗୋଟେ ବି ସନ୍ଦେହ ଆସିବ, ହଁ ତ ହଁ,
ଯଦି ଥରେ କାହାକୁ ସନ୍ଦେହ କରିକି ଇଚ୍ଛା ହେଲା ସେ ତାକୁ ଯେତେ ପରୀକ୍ଷା ଦେଲେ ବି ହଜାର ପ୍ରକାର ସନ୍ଦେହ ମନକୁ ଆସିବ ନା ଏଇଟା ଯେମିତି ସୀତା ପରୀକ୍ଷା ଦେଲା ପରେ ବି ସନ୍ଦେହ ଲୋକମାନଙ୍କର ଆସିଲା। ତେଣୁ ସନ୍ଦେହଟା ଏମିତିଆ ଜିନିଷଟେ ତମକୁ ଶାନ୍ତିରେ ବଞ୍ଚିବାକୁ ଦବନି ଏବଂ ତମର ହଜାର କମି ବାହାର କରିବ। କି ସେମିତି ଆମର ସନ୍ଦେହ ଅଛି ଆଉ ରାମଚନ୍ଦ୍ରଙ୍କ ପ୍ରତି କହୁଛି ହୁଏତ ସେ ଯୋଉ ତାର ଶରୀର ଗୁଡିକ ମାଂସ ତ ତାର ବସା ମାଂସ ଚର୍ମ ଏସବୁ ବିନାଶ ହେଇଯାଇଛି ପୃଥ୍ୱୀ ବର୍ଷରେ ପଚି ପାଚିକି ନଷ୍ଟ ହେଇଯାଇଛି। ଆଉ କଣ ହେଇଛି ବିବସ୍ୱାନ କିରଣେ ଶୁଷ୍କ ଭାବରେ ବହେ ବାଳି ତେବେ ଏଇ ଏକେ ରାଘବ। ବିବସ୍ୱାନ ସୂର୍ଯ୍ୟଙ୍କର ଅନ୍ୟ ନାମ ହେଲା ବିବସ୍ୱାନ। ତେବେ ସିଏ କହୁଛି ସୂର୍ଯ୍ୟଙ୍କ କିରଣରେ ଏଇଟା ରସହୀନ ହେଇଯାଇଛି ଶୁଷ୍କ ଭାବ ଏଣିକି ରସହୀନ ହେଇଯାଇଛି ତାର ରସ ସବୁ ଟାଣି ହେଇଯାଇଛି। ଯେତେବେଳେ ଗୋଟେ ନିଦା ଜିନିଷଟେ ପାଣି ଥିବ ସେଟା ଟେକିବାକୁ ଟିକେ ଓଜନ ଲାଗେ ଯେତେବେଳେ ଖରା ପଡିକି ତାର ପାଣି ଗୁଡିକୁ ଟାଣି ହେଇଯାଏ ଶୁଷ୍କ ହେଇଯାଏ ତାହେଲେ ସେଟା ହାଲକା ହେଇଯାଏ। ତେଣୁ ଇଏ କହୁଛି ହୁଏତ ତାର ମାଂସ ଚର୍ମ ଆଉ ଚର୍ବି ଗୁଡାକ ପଚି ଯାଇଛି ପଚିକି ନଷ୍ଟ ହେଇଯାଇଛି ଆଉ ତାର ହାଡ ଗୁଡିକ ସୂର୍ଯ୍ୟଙ୍କ କିରଣ ପ୍ରଖର କିରଣରେ ଶୁଷ୍କ ହେଇଯାଇଛି ରସହୀନ ହେଇଯାଇଛି ସେଥିପାଇଁ ବା ଶୁଖିଲା ହେଇଯାଇଛି ସେଥିପାଇଁ କି ବହେ ବାଳି ତେବେ ଏକେ ରାଘବ। ତେବେ ସେଥିପାଇଁ କି ଇଏ ଏକୁଟିଆ ଟେକି ନେଇଗଲା ଯୋଉଟାକୁ ବାଳିକୁ ମଧ୍ୟ ଟେକି ପାରୁନଥିଲା ଯୋଉ ହାଡଟିକୁ ତାକୁ ଏକୁଟିଆ ରାଘବ ଟେକି ନେଇଗଲା ମାନେ ଏଇ ଯୋଉ ରାଘବ ରାମଚନ୍ଦ୍ର ତାକୁ ଫିଙ୍ଗି ଦେଲେ ଦୂରକୁ। ଏଇଆ କହିକି ମନରେ ଭାବିଲା ଟାଇମ ହେଇଗଲାଣି ଆଉ ତ ଅଧା ଏବେ ଆଉ ଅଳ୍ପ ଅଛି। ଗପ ଟିକେ ଟିକେ ଖାଲି ପଢୁଛି ସେ ତାପରେ ଇଏ ଗୋଟେ ପରୀକ୍ଷା ସେକେଣ୍ଡ ଗୋଟେ ସପ୍ତ ଶାଳ କହିବ ଗୋଟେ ଶାଳ ଗଛ ଯୋଉଥିରେ କି ବାଳିର ବଳ ଗୁଡା ଥିବ ସେମିତି ଏମିତି ହେଇଥିବ ସାପ ଗୋଟେ ତାକୁ ଜଗିଥିବ ଗୋଟେ ତୀରରେ ଯଦି ମାରିଦବ ତାହେଲେ ମାନେ ବାଳିକୁ ମାରିବାକୁ ଜାଣିବ ସେ ମାରି ଦେଇଥିବ ରାମଚନ୍ଦ୍ର ସେତିକି ଗପ ସରିଯାଇଥିବ। ସେଇଠୁ ସାଙ୍ଗସାଥି ହେଇକି ଅଛନ୍ତି ପରେ ତ ବାଳିକି ତ ମାରିବେ। ଏଇଟା ଉପେନ୍ଦ୍ର ଭଞ୍ଜଙ୍କର ସାହିତ୍ୟରେ ଅଛି ଏଇଟା କିନ୍ତୁ ତମ ସେଥିରେ ଏଇ ଗପଟା ନାହିଁ। ମୁଖ୍ୟ ଯୋଉ ରାମାୟଣରେ ଏତେ ସାରା ଜିନିଷ ନାହିଁ। ସମସ୍ତେ ନିଜ ନିଜ ମାନେ ଭାବନାକୁ ନେଇକି ସେମିତି ଯୋଉ